रेगुलर यूनिफॉर्म रे आसी ଆପଣଙ୍କ ସ୍କୁଲ ର କଥା ସାର୍ ସେଇ ଉପରେ ମୁଁ ଆଉ କଣ କହିପାରିବି ଆପଣ ପିଲାଙ୍କୁ ଯେମିତି जेहेतु ସୁନ୍ଦର हाउस कंपटीशन रहउछ तो सर सेत ପାଇଁ पचारली सर ନିହାତି ନିହାତି ଆପଣଙ୍କ ଉପରେ ରହିଲା ସାର୍ ବୁଝିଲେ ସେଇ ଜିନିଷ आज्ञा ଗୁଡାକ ଆବଶ୍ୟକତା ନୁହଁ सर थैंक यू सर ଆଜ୍ଞା ଥ୍ୟାଙ୍କ ୟୁ ସାର୍ ଜୟକୃଷ୍ଣ ବଢେଇ ସାର୍ हेलो सर ଜୟକୃଷ୍ଣ ବଢେଇ ସାର୍ ନମସ୍କାର ସାର୍ କୁହନ୍ତୁ ସାର୍ सर नमस्कार ନମସ୍କାର ସାର୍ हेलो କୁହନ୍ତୁ ହଁ ସାର୍ କୁହନ୍ତୁ मो साहा रायगड़ा रु कहउतले विषमकटा ब्लॉक रो ଆଜ୍ଞା ସାର୍ हेलो ହଁ ସାର୍ କୁହନ୍ତୁ कोन କୁହନ୍ତୁ कहउतले कि हम ମୁଁ ଶୁଣୁଛି साहित्य सृजन छाड़ी के ना अलगा जो हमर क्लब गुडा को अछि से सर माने कोन कोन तांकर प्रोजेक्ट गुडा करबे किछ ना सर ନିହାତି ନିହାତି କରିବେ ସାର୍ ତା ବିଷୟରେ ମୁଁ କହିଦେବି ଆଉ ଥରେ ଆପଣଙ୍କୁ ତ ଅଲରେଡି ଆମର ଖଣ୍ଡେ कौशली सर सर ହଁ କୌଶଳୀ ସାର୍ कौशली सर मना कौशली सर मना करजंती से कहजंती आमे सेथिरे भाग नेबु नै किछि करबु नै हेड सर किंतु कोऑपरेट करछंती सर ଆଜ୍ଞା ଆଜ୍ଞା ନାଇଁ ନାଇଁ ସାର୍ ସମସ୍ତେ କରିବେ ତ ମୁଁ ଆପଣଙ୍କୁ ଗୋଟେ ଥର କହିଦଉଛି ଯୋଉ ଗାଇଡ ଲାଇନ ଯାଇଥିଲା ଆମର ସେଇଥିରେ ଆମକୁ କଣ କଣ सर ଡିସପ୍ଲେ सर କରିବାକୁ କୁହାଯାଇଛି ସେଇଠୁ ଆରମ୍ଭ କରୁଛି ପ୍ରଥମେ ହଉଛି ଆମର ସାହିତ୍ୟ ସୃଜନୀରେ ତ ଆପଣ ପଢିଥିବେ ଯେ ଆମର କବିତା ଆବୃତ୍ତି ଗଳ୍ପ ପଠନ ଯୋଉ ଆମର ବହିଟା ତିଆରି କରିଛନ୍ତି ପିଲାମାନେ ସେଇଟାକୁ ଆମେ ଦେଖେଇବା ଯୋଉ ଆମର ପୁସ୍ତକ सर ସମୀକ୍ଷା हम तो साहित्य में बही कर दी सर किंतु ए कौशली सर टा से टिके ଆଜ୍ଞା मना करछंती आमे किछि करबो ସାର୍ सर ଗାଇଡ ଲାଇନ ଟା ଦେଇ ଦିଅନ୍ତୁ ତାଙ୍କୁ ଯଦି ନ କରିପାରିବେ କହିଦିଅନ୍ତୁ ଡିଓଙ୍କୁ ଲେଖିକି ଦେଇଦେବେ ଆମେ କରିପାରୁନୁ କହିକି ଠିକ ଅଛି ओहो आमे करि पारना बोली कहि देबे ହଁ ସେମିତି କହିଦିଅନ୍ତୁ ସାର୍ ସମସ୍ତଙ୍କ ପାଇଁ ଅଛି ସାର୍ ସେଇଠି ଗାଇଡ ଲାଇନ ଯଦି ଦେଖିବେ 4 ରୁ 5ଟା ଜିନିଷ ଯୋଉଟା ଅଛି ସେଇଟା ବାଧ୍ୟତାମୂଳକ ଅଟେ ଆଉ ଯିଏ ବି ସ୍କୁଲକୁ ଆସିବ ନୂଆ ଜିନିଷଟା ଆସିଛି ଖାଲି ଗୋଟେ କ୍ଲବ ର ଦେଖିବ କି ସାହିତ୍ୟ ସୃଜନୀ ଉପରେ ପ୍ରାଧାନ୍ୟତା ଅଛି କିନ୍ତୁ ଅନ୍ୟ କ୍ଲବ ଗୁଡାକ ଉପରେ ମାନେ ବି ଲୋକ ଦେଖିକି ଯିବେ ନୂଆ ନୂଆ ଜିନିଷ ଗୁଡାକ सर ଠିକ ଅଛି थैंक यू ଆଜ୍ଞା सर ଥ୍ୟାଙ୍କ ୟୁ ସାର୍ ବିଜୟ ଭାସ୍କର ତ୍ରିପାଠୀ ସାର୍ ସାର୍ ନମସ୍କାର ନମସ୍କାର ସାର୍ ସାର୍ ଏଇ ଯୋଉ ପ୍ରାଇଜ ଡିଷ୍ଟ୍ରିବ୍ୟୁସନ କଥା ସେଠି ଦିଆଯାଇଛି ସବୁ କୋଉ ମାନେ ସେଠି ହାଉସ ସିଷ୍ଟମ କଥା କୁହାଯାଇଛି ନା କ୍ଲବ ସିଷ୍ଟମ ର କିଛି ପ୍ରାଇଜ ଡିଷ୍ଟ୍ରିବ୍ୟୁସନ ଅଛି ସାର୍ ସେଇଟା ହାଉସ ପାଇଁ କୁହାଯାଇଛି ଯେହେତୁ ହାଉସ ଟା ନୂଆ ହେଇଛି ସାର୍ ଆଉ ଏଇଟା ଗୋଟେ ମୌକା ହାଉସ ସିଷ୍ଟମ କୁ ଷ୍ଟ୍ରେନ୍ଥେନ କରିବା ପାଇଁ ତ ସେଇଟା ହାଉସ ସିଷ୍ଟମ ପାଇଁ କୁହାଯାଇଛି ଆମର ତ ସବୁ ପିଲା ହାଉସ ସିଷ୍ଟମରେ ବି ମେମ୍ବର ସାର୍ ତ ସେଇଦିନ ଆପଣ କିଛି ଆକ୍ଟିଭିଟି କରେଇକି ତା ଅନୁସାରେ ପ୍ରାଇଜ ମଧ୍ୟ ଦେଇପାରିବେ କିଛି ଅସୁବିଧା ନାହିଁ ହାଉସ ସେଇଟା କମ୍ପଲସରି ହାଉସ ସିଷ୍ଟମ ପାଇଁ ପ୍ରାଇଜ ଡିଷ୍ଟ୍ରିବ୍ୟୁସନ କରିବାଟା ଆଉ ସାର୍ ସେଦିନ ଏଇ କ୍ଲବ ଆକ୍ଟିଭିଟିସ୍ ଦେଲା ବେଳକୁ ସାର୍ ହାଉସ ଆକ୍ଟିଭିଟିସ୍ ରେ କୋଉ ପିଲା ଥିବେ କ୍ଲବ ଆକ୍ଟିଭିଟିସ୍ ରେ କି କାମରେ ପାର୍ଟିସିପେଟ କରିବେ ଏମିତି ଦୁଇଟା ଯାକ ସିଷ୍ଟମ ରେ କାମ କଲା ବେଳକୁ ନହେଲେ ଟିକେ କଷ୍ଟ ହେବ ସାର୍ ନହେଲେ ଗୋଟେ ଦିନ ଆଗରୁ ଆପଣ ହାଉସ ର କିଛି ଆକ୍ଟିଭିଟି କରେଇ ଦେଇକି ନହେଲେ ଯୋଉ ବର୍ଷ ଆଜ୍ଞା ଏବେ ଯୋଉ 3-4 ମାସରେ ଯୋଉ ପିଲାମାନଙ୍କର କେମିତି ରହିଛି ହାଉସ କୋଉ ହାଉସ ଟା ହାଉସ ଅଫ ଦି ଇୟର ହେବା କଥା ସେଗୁଡାକ ସାର୍ ସ୍କୁଲ ଲେବୁଲରେ ଡିସାଇଡ୍ କରି କରିବାକୁ ପଡିବ ଏଇଟା ସାର୍ ଖାଲି ଗୋଟେ ଅପରଚୁନିଟି ଥିଲା ଆମ ହାଉସ ସିଷ୍ଟମ ଟାକୁ ଷ୍ଟ୍ରେନ୍ଥେନ କରିବା ପାଇଁ ଲୋକଙ୍କୁ ଜଣେଇବା ପାଇଁ ଯେ ହାଉସ ଟା ବି ବହୁତ ଇମ୍ପୋର୍ଟାଣ୍ଟ କରିବି ନା ତ ସେଇଟା ଆକ୍ସେସ ସାର୍ ଆମର ଆଉ ସାର୍ ଆମର ପିଲା ହଉଛନ୍ତି 200 ସାର୍ ସେ ତ କହିଛି ଆଜ୍ଞା 201 ରୁ ଅଧିକ ହେଲେ 15,000 ଆସିବା ଏକା କିନ୍ତୁ ଆମର ଆକାଉଣ୍ଟ କୁ 15,000 ସାର୍ ଆସିଛି ଆମେ ସେ 200 ପିଲା ଭିତରେ 15,000 ଖର୍ଚ୍ଚ କରିବୁ ସାର୍ ଯୋଉଟା ଆସିଛି ସେଇଟା ଖର୍ଚ୍ଚ କରିବେ ସାର୍ ନାଇଁ କାଳେ କହିବେ ଆଉଥରେ ନାଇଁ ତମର ଯଦି 200 ପିଲା 12,000 ଖର୍ଚ୍ଚ କରି ଆଉ 3,000 ରଖିଦିଅ ନାଇଁ ଆକାଉଣ୍ଟ ରଖିବା ରେ ପାଇଁ କିଛି କହିନି କିଛି ରଖିବାକୁ କହିନି ଯେତିକି ଆସିଛି ସେତିକି ଖର୍ଚ୍ଚ କରିବେ ସାର୍ ଯେତିକି ସେତିକି ଖର୍ଚ୍ଚ କରିଦେବୁ ଆଜ୍ଞା ନମସ୍କାର ସାର୍ ସାର୍ ଓକେ ସାର୍ ହ୍ୟାଲୋ ଥ୍ୟାଙ୍କ ୟୁ ହଁ ସାର୍ ନମସ୍କାର ନମସ୍କାର ସାର୍ ନମସ୍କାର ସାର୍ ସମସ୍ତେ କହିଲେ ହବନି ହ୍ୟାଣ୍ଡ ରେଜ କରନ୍ତୁ ମୁଁ ପଚାରି ଯିବି ତା ଅନୁସାରେ ଆପଣ କହି ଯିବେ ଠିକ ଅଛି ମୁଁ ଟିକେ କାହିଁକି ଅନ୍ୟ ଅର୍ଜେଣ୍ଟ ଲୋକମାନେ ବି ସାର୍ ଅନ୍ୟମାନେ ବି ଲାଇନ ରେ ଅଛନ୍ତି ତ ଦୟାକରି ହ୍ୟାଣ୍ଡ ରେଜ କରନ୍ତୁ ମୁଁ ଆପଣଙ୍କୁ କହିଦେବି ସାର୍ ଗୋଟେ କ୍ୱେଶ୍ଚନ ସାର୍ ହଁ ମୁଁ ପଦ୍ମଗିରି ହାଇସ୍କୁଲ କହୁଥିଲି ସାର୍ ଆଜ୍ଞା ସାର୍ କୁହନ୍ତୁ ଆମ ଡିପାର୍ଟମେଣ୍ଟ ତ ପଇସା ଆସିନି ନା ଏସଏସସି ଡିପାର୍ଟମେଣ୍ଟ କୁ ନାଇଁ ସାର୍ ଏସଏସଡି କୁ ଆସିନି ସାର୍ ଯଦି ଆସିନି ମୁଁ ରିପୋର୍ଟ ମୁଁ କ୍ଲବ ୱାଇଜ କରିଦେଇ ସାହିତ୍ୟ ସୃଜନ କ୍ଲବ କରିଛି ସାର୍ କଲେ ବି ମୁଁ କଣ କରିବି ଆମ ତ କିଛି ଫଙ୍କସନ ତ ମୁଁ କରିପାରିବିନି ନା
ସାର୍ ଯଦି ଏଇ ଫଙ୍କସନ ଟା କରିପାରିବେନି କିନ୍ତୁ ପୁସ୍ତକ ମାନେ ଆମର ସାହିତ୍ୟ ସୃଜନୀର ଅଧିବେଶନ 23, 24, 25 ଅଛି। ଯଦି ଆପଣ ବିଦ୍ୟାଳୟ ସ୍ତରରେ ଏଇଟାକୁ ନିଜେ କରିବାକୁ ଚାହୁଁଛନ୍ତି କରିପାରିବେ ଯେବେ ଆପଣଙ୍କର ସେସନ ସରିବ ଆଉ। ମୁଁ ସେଇଟାକୁ ଯଦି ଆମର ଆନୁଆଲ ଫଙ୍କସନ ଅଛି 31 ତାରିଖ ସେଇଟାକୁ ଯଦି ମୋଟିଫାଇ କରିଦେଲେ ଚଳିବ ତ? ଚଳିବ କିଛି ଅସୁବିଧା ନାହିଁ। ମୋର ଆନୁଆଲ କାହିଁକି ଫଙ୍କସନ ଆପଣ 31 ତାରିଖ SST ସ୍କୁଲ କୁ ଯାଇନି ସାର୍ ପଇସା SST ଆଜ୍ଞା ଆଉ। ଆଜ୍ଞା ଆଜ୍ଞା ସାର୍। ଆଜ୍ଞା। ବିନାୟକ ସାର୍। ଆଜ୍ଞା ସାର୍ ନମସ୍କାର। ନମସ୍କାର ସାର୍ ନମସ୍କାର କୁହନ୍ତୁ ସାର୍। ନମସ୍କାର ସାର୍ କୁହନ୍ତୁ ସାର୍। ସାର୍ ମୁଁ ଆମ ସ୍କୁଲ ହଁ ଆଜ୍ଞା ମୁଁ ଗଭର୍ଣ୍ଣମେଣ୍ଟ ଅପଗ୍ରେଡେଡ ହାଇସ୍କୁଲ ମଣ୍ଡାସାହି ଜଗତସିଂହପୁରରୁ କହୁଥିଲି। ଆମ ଆଜ୍ଞା ସ୍କୁଲକୁ ସାର୍ ଫଣ୍ଡ ଆସିନି। ଆଜ୍ଞା ସାର୍ 5T HST ଅଣ୍ଡରରେ ଅଛି ଆମର ସ୍କୁଲ। ବିନାୟକ ଆପଣଙ୍କର ଆୱାଜ ଆସୁନି। ଆଜ୍ଞା ସାର୍। ହ୍ୟାଲୋ ସାର୍। ହ୍ୟାଲୋ ସାର୍। ହଁ ଏବେ ଆସିଲା କୁହନ୍ତୁ ସାର୍। ଆଜ୍ଞା ସାର୍ ଆମ ସ୍କୁଲକୁ ସାର୍ ଫଣ୍ଡ ଏପର୍ଯ୍ୟନ୍ତ ସାର୍ ଆସିନି। ସାର୍ ଗୋଟେ କାମ କରନ୍ତୁ ଗୋଟେ ଥର ଆଉଥରେ ଯାଇକି ଚେକ୍ କରିଦିଅନ୍ତୁ ପାସବୁକ୍ ଟା ଆସିଯାଇଥିବ। ସେଟା ସାର୍ କିଛିଟା ସ୍କୁଲରେ ସେଇଟା ରହିଯାଇଥିଲା। ଆଜ୍ଞା ହଁ ସାର୍ ହଁ ସେଟା କୋଉ ଆକାଉଣ୍ଟ କୁ ଆସିଛି ସାର୍? ମୋ ସ୍କୁଲ ଆକାଉଣ୍ଟ ଦିଟା ଯାକ ଆପଣଙ୍କର ଚେକ୍ କରିଦିଅନ୍ତୁ। ଆଜ୍ଞା ବୁଝିଲେ ଦିଟା ଯାକ ଆଜ୍ଞା ଆକାଉଣ୍ଟ ଚେକ୍ କରିଦିଅନ୍ତୁ। କୋଉ ଆକାଉଣ୍ଟ ମୁଁ ତ କହିପାରିବିନି ନା ଆଜ୍ଞା। ଆଜ୍ଞା ସେଟା ଆଜ୍ଞା ଚେକ୍ କରିଦିଅନ୍ତୁ। ଆଜ୍ଞା ଆଜ୍ଞା ହଉ ଆଜ୍ଞା ଧନ୍ୟବାଦ ସାର୍। ଧନ୍ୟବାଦ ସାର୍। ଦାମୋଦର ମହାନନ୍ଦ ସାର୍। ଦାମୋଦର ମହାନନ୍ଦ ସାର୍। ଆଜ୍ଞା ସାର୍ ଆମର କୁହନ୍ତୁ। ସାର୍ 320 ଯାଏ ଅଛନ୍ତି ଷ୍ଟୁଡେଣ୍ଟସ୍। ଆଜ୍ଞା ତ ସାର୍। ଆମେ ଏତେ ବହି ତ କରିପାରିବେନି ସାର୍, ସେଟା ଟିକେ ସାର୍ ପ୍ରୋବ୍ଲେମ ଅଛି। ସାର୍ ବହି ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ଅଟେ ସାର୍। ଆଉ ସେଇଟା ବାଧ୍ୟ ପାଇଁ ଆପଣ କିଛି ହଁ ସାର୍ ବାଧ୍ୟ ସେଇଟା। ବୁଝିଲେ ଆଉ କଣ ଆପଣ କରନ୍ତୁ ନ କରନ୍ତୁ ବହିଟା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ। ଦୟାକରି ତାପରେ ଧ୍ୟାନ ଦେବେ। ପିଲା ଅଛନ୍ତି ସେଇଟା କଥା ଆପଣ ସ୍କୁଲ ଲେବୁଲରେ ଏକ୍ସାମ ଡିସାଇଡ ବି କରିବେ। ଚାଲିଛି ତ ସାର୍, ସେଇଟା ବି ନାଇଁ ଅଛି। ନାଇଁ ନିହାତି। ଆମର 10th ର ଏକ୍ସାମ ଚାଲିଛି, ସେଥିପାଇଁ ଆମେ ଫୋକସ ଟା 9th ବାଲେ ବେଶୀ ଦଉଛନ୍ତି। ଆଜ୍ଞା ସାର୍ ସବୁ ପିଲା ପାଇଁ ବହି ବାହାରିବା ବାଧ୍ୟତାମୂଳକ ଅଟେ ସାର୍। ନାଇଁ ସେଇଟା ମୋ କଥା ମୋ କାହାଣୀର ବହି ଗୁଡାକ ଆମେ 10-20ଟା ଦେଲେ ହେବନି କି ସାର୍? ନାଇଁ ସାର୍ ହବନି ଟୋଟାଲି ହବନି ସାର୍। ହେଇଯିବ 320 ପିଲା 320 ଟୋଟାଲି ବହି। ହେବନି। ନାଇଁ 320 ପିଲା 320 ବହି। ସାର୍ ସେଇଟା ସମ୍ଭବ ନାହିଁ ସାର୍ ଏଇନା। ତାପରେ ପୁସ୍ତକ ସମୀକ୍ଷା ପୁଣି ଅଛି ସାର୍। ନିହାତି ସାର୍ ପୁସ୍ତକ ସେଇଟା ସମୀକ୍ଷାର ସେଇଟା ଅଲଗା। ସାର୍ ପୁସ୍ତକ ସମୀକ୍ଷା ତ ଆପଣ ମାନେ ଆଗୁଆ ବି କରିଥିବେ ନା? ହଁ ସେଇଟା ଆଉ ବହି ତ ଆମେ ପାଇଁକି କରିପାରିବୁ। ଏଇ ଆଜ୍ଞା ଯୋଉ ବହି ବର୍ତ୍ତମାନ ପାଇଁକି କଥା ଆଜ୍ଞା ମୋ କାହାଣୀର କଥା କହୁଛି। ଆଜ୍ଞା ସାର୍ ବହି ପାଇଁକି ଆପଣ ମାନେ ଯୋଉ ସବୁ କରିଥିବେ ୱାଲ୍ ମ୍ୟାଗାଜିନ୍ ପାଇଁକି ହେଇଗଲା କି ପିଲାମାନେ ଆଗ ଅଧିବେଶନ ବି ତ କରିଥିବେ ନା? ସେଇଗୁଡାକ ସେଇଟା କଣ ନା ପାଇଁ ମ୍ୟାଡାମ ମୋ କଥା ମୋ କାହାଣୀର ଆଗର ଦାମୋଦର ସାର୍ ଶୁଣନ୍ତୁ ମୋ କଥା ମୋ ଆଜ୍ଞା କାହାଣୀ ଆପଣଙ୍କର ଅଧିବେଶନରେ ଅଛି 23-24 ସବୁ ପିଲାଙ୍କର ବହି ହବ ଆମେ ଜାଣିଥିଲେ ଆମେ ଗ୍ରୁପ ରେ କରିଥିଲେ ତ 100% ସାର୍ କରିବାକୁ ପଡିବ ଆଉ ତାପରେ ଆଉ ଅଧିକ ଡିସକସନ କରି କିଛି ଲାଭ ନାହିଁ ସାର୍। ସାର୍ ଏଇଟା କମ୍ପଲସରି ଇଭେଣ୍ଟ। ହଁ ଆଜି ଇଭେନ୍ ମୁଁ ଆପଣ ମାନଙ୍କୁ ସମସ୍ତଙ୍କୁ ଜଣେଇବାକୁ ଚାହିଁବି କି ସେକ୍ରେଟାରୀ ମ୍ୟାମଙ୍କ ପାଖେ ରିଭ୍ୟୁ ବି ଅଛି। ତ ଆପଣ ମାନେ କାଇଣ୍ଡଲି ସେଟାକୁ ଏନସିଓର କରନ୍ତୁ କି ସମସ୍ତଙ୍କର ଯେମିତି କମ୍ପ୍ଲିଟ ହବ ବୁକ୍ସ। ଠିକ ଅଛି ଠିକ ସାର୍ ମ୍ୟାଡାମ ଟ୍ରାଏ କରିବୁ। ଆଜ୍ଞା ସାର୍ ନୀଳିମା ଶତପଥୀ ମ୍ୟାଡାମ। ଆଜ୍ଞା ସାର୍ ମୋର ପ୍ରୋବ୍ଲେମ ହେଲା ଆମର ମୁଁ ଏବେ 8 ଦିନ ହବ ଏଇ ସ୍କୁଲକୁ ଘାଟିକିଆ ସ୍କୁଲକୁ ଆସିଛି ଆଜ୍ଞା ଡେପୁଟେସନ ରେ। ଆକ୍ଚୁଆଲି ଆଜ୍ଞା ଏଠି ଏଇ ବର୍ଷ ପିଲା 10th ଫାର୍ଷ୍ଟ ଟାଇମ ପରୀକ୍ଷା ଦେବେ। ତ ଏଠି କେହି ଆଜ୍ଞା ଟିଜିଟି ନଥିଲେ କି କେହି ଜାଣିନାହାନ୍ତି କେମିତି କଣ କ୍ଲବ ସିଷ୍ଟମ। ଆଜ୍ଞା ତ ସେମାନଙ୍କର କେମିତି ମୁଁ ଏଠି ବର୍ତ୍ତମାନ ପରିସ୍ଥିତି କେମିତି ହ୍ୟାଣ୍ଡେଲ କରିବି? ଦେଖନ୍ତୁ ମ୍ୟାଡାମ ଆଜ୍ଞା ନୀଳିମା ମ୍ୟାଡାମ ଦେଖନ୍ତୁ ଏଇଟା ଆଜ୍ଞା ହଉଛି ସ୍କୁଲର ଆଡମିସନ କଥା ଆଡମିନିଷ୍ଟ୍ରେସନ କଥାରେ ଆଜ୍ଞା ମୁଁ ଉତ୍ତର ନ ଦେବାଟା ଭଲ ଆପଣ ଏଚଏମ୍ ସହିତ କଥା ହେଇକି କେମିତି କରିପାରିବେ ସେଇଟାକୁ ଆପଣ ଟିକେ ଆଜ୍ଞା ଦେଖନ୍ତୁ ମ୍ୟାଡାମ। ସେଥିପାଇଁ ମୋ ପିଲାଙ୍କୁ ଏକାଠି କରିକି ମୋର ବେଷ୍ଟ ଟ୍ରାଏ କରୁଛି
ଆଜ୍ଞା ତ ସେମାନେ ସେଇ ସମୟ ଭିତରେ ଯେତିକି ମତେ ଦେଇପାରିଲେ ମୁଁ ସେତିକି କରିଦେବି। ଆଉ ହାଉସ ଆଜ୍ଞା କରିହବ, ହାଉସ ର ଆକ୍ଟିଭିଟିଜ କରିହବ ପିଲାଙ୍କୁ ଧରିକି। ଆଜ୍ଞା ଆଜ୍ଞା ସାର୍ ଆଜ୍ଞା ମ୍ୟାମ୍ ଟିକେ ଏଇଟା ମୋର କ୍ଲିୟର ଦରକାର, ହାଉସ ରେ ଯୋଉ ଆମର କମ୍ପିଟିସନ ଟା ହବ ଆଜ୍ଞା 4ଟା ଗ୍ରୁପ ରେ ହବ ନା 2-2ଟା ଗ୍ରୁପ ରେ କରିକି କରିହବ? ସେଇଟା ମ୍ୟାମ୍ ଆଉ ଥରେ ଆଡମିନିଷ୍ଟ୍ରେଟିଭ କଥା ଆପଣ ମତେ ପଚାରୁଛନ୍ତି, ସେଇଟା ସ୍କୁଲ ର ଆଜ୍ଞା ଇଏ ଆଜ୍ଞା ଉପରେ ରହିଲା ମ୍ୟାଡାମ, ସ୍କୁଲ କେମିତି ଆଜ୍ଞା କରିବାକୁ ଆଜ୍ଞା ଚାହିଁବ। ଠିକ ଅଛି ଆଜ୍ଞା ଆଚ୍ଛା ଆଜ୍ଞା ଠିକ ଅଛି। ମୋ କଥା ମୋ କାହାଣୀ ଆଉ ପୁସ୍ତକ ସମୀକ୍ଷା ଆଉ ଯୋଉ ସାର୍ First ଯୋଉ ବହି ଯୋଉ sir, ଆପଣ ଦେଇଛନ୍ତି ନରେନ୍ଦ୍ର ସାର୍ ଟିକେ ଅ, ମୁଁ ଆପଣଙ୍କୁ ଦେବି କହିବା ପାଇଁ ମୌକା, ମାନେ ଜଣେ ଜଣେ ଯିଏ ସାର୍ ଆଗେ ଟେକିଛନ୍ତି। ଆଜ୍ଞା ଆଜ୍ଞା ମ୍ୟାଡାମ କୁହନ୍ତୁ ଆଜ୍ଞା ଆଜ୍ଞା ସାର୍, ଆଜ୍ଞା ଆଜ୍ଞା। ଯୋଉ ବହି ଲିଷ୍ଟ ଗଳ୍ପ ପଠନ ଆଉ କବିତା ଆବୃତ୍ତି ପାଇଁ ଦେଇଛନ୍ତି, ତ ଆଜ୍ଞା ଆଙ୍କର ଲିମିଟେଡ ରିସୋର୍ସ ଭିତରେ ବହି ଆଭେଲେବୁଲ ନାହିଁ। ତ ଆମେ ସେଟା କଣ ପ୍ରିଣ୍ଟ ଆଉଟ କାଢିକିରି ବାଧ୍ୟ କରେଇବୁ? ମ୍ୟାମ୍ ସେଇଟା ସ୍କୁଲ ଉପରେ ରହିଲା, ପିଲାଙ୍କ ଉପରେ ରହିଲା କେମିତି କଣ କରିବେ। ପିଲା ନିଜର ଯୋଉ ଆଜ୍ଞା କ୍ଲାସ 10 ବହି ଅଛି ତାକୁ ହଁ ନେଇକି ମଧ୍ୟ ସେଇଟା କରିପାରିବେ, କ୍ଲାସ 9 ବହିର କଥା ଆଚ୍ଛା କରିପାରିବେ, ସେଇଗୁଡାକ ଆଜ୍ଞା ବାଧ୍ୟତାମୂଳକ ଆଜ୍ଞା ନୁହଁ। ହଁ ମୁଁ ସେଇଟା ଜାଣିବାକୁ ଚାହୁଁଥିଲି। ତାଙ୍କର ଯଦି ଚାପ୍ଟର ଥିବ ଆମେ ସେଇଥିରୁ ଆବୃତ୍ତି ପଠନ କରେଇବୁ। ଆଜ୍ଞା 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 କିଛି ଅସୁବିଧା ଆଜ୍ଞା ନାହିଁ ମ୍ୟାଡାମ, ଆମେ ଏଇଟା ଗୋଟେ ଭଲ ଇଭେଣ୍ଟ, ସମସ୍ତେ ଆସିକି କନେକ୍ଟ ହେଇପାରିବେ ସ୍କୁଲ ସହିତ। ସ୍କୁଲରେ ଆମର ଆଜ୍ଞା କଣ ଚାଲିଛି କଣ ନାହିଁ ସେଇଟା ଦେଖିପାରିବେ। ତ ନୂଆ ଜିନିଷଟା ଏଇଟା ଗୋଟେ ମେଳା ଟାଇପ ର ହବ। ଆପଣ ମାନଙ୍କୁ ଅନୁରୋଧ, ପେରେଣ୍ଟସ, ଅନ୍ୟାନ୍ୟ ଷ୍ଟେକ୍ ହୋଲ୍ଡର, ଏସଏମସି ମେମ୍ବର ସମସ୍ତଙ୍କୁ ଡାକିବା ପାଇଁ ଚେଷ୍ଟା କରିବେ। ସ୍କୁଲ ଟା ଆଚ୍ଛା ଖାଲି ଆମର ଖାଲି ହେଇନି, ପିଲାଙ୍କ ମଧ୍ୟରେ କଣ କଣ ଗୁଣ ଆମେ ଡେଭଲପ କରିପାରୁଛେ ସେଇଟା ଗୋଟେ ଦେଖିବାର ଏଇଟା ଗୋଟେ ମୌକା ମ୍ୟାଡାମ। ଠିକ ଅଛି ସାର୍ ଆଉ ଟିକେ ପଚାରିବାର ଥିଲା। ଆଜ୍ଞା ମ୍ୟାଡାମ। ସାର୍ ଯୋଉ ଆମର ଫାଷ୍ଟ ପେଜ ଟା ସାହିତ୍ୟ ସୃଜନୀ ଲେଖା ହବ ନା ନାଇଁ? ମ୍ୟାଡାମ ସେଇଠି କ୍ଲିୟରଲି ଲେଖା ହେଇଛି, ଯଦି ପିଲା ଲେଖିଦେଇଛି କିଛି ଅସୁବିଧା ନାହିଁ, ନହେଲେ ଫାଷ୍ଟ ପେଜରେ ମୋ କଥା ମୋ କାହାଣୀ ଆଉ ଛୁଆର ନାଁ, ସ୍କୁଲ ନାଁ ଆଉ ତାର କ୍ଲାସ ସେଟା ସିନା ଲେଖିଦେଲେ। ତାଙ୍କର କ୍ଲାସ ଆକ୍ଟିଭିଟି ଗୁଡାକର ଆମେ କମ୍ପାଇଲ କରି ସେଠି କରିବା। ପୁସ୍ତକ ହଁ ସମୀକ୍ଷାରେ ଆମେ ଫାଷ୍ଟ ପେଜରେ ସାହିତ୍ୟ ସୃଜନୀ ମ୍ୟାମ୍ ଲେଖିବୁ ନା? କିଛି ଅସୁବିଧା ନାହିଁ, ଲେଖିଲେ ଚଳିବ ନ ସାର୍ ଟିକେ ଲେଖିଲେ ନାହିଁ। ପୃଷ୍ଠା ସଂଖ୍ୟା ଟିକେ କନଫ୍ୟୁଜ ହଉଛି। ପ୍ରଥମ ପୃଷ୍ଠାରେ କଣ ଦିଆହବ, ସେକେଣ୍ଡ ମିଳିବ ପୃଷ୍ଠା? ମ୍ୟାଡାମ ଏଇଟା ଆଜ୍ଞା ପାଇଁ ଆପଣ ମତେ ମେସେଜ କରନ୍ତୁ, ମୁଁ ଆପଣଙ୍କୁ ଗାଇଡ କରିଦେବି। ଠିକ ଅଛି ଆଜ୍ଞା ଆଜ୍ଞା ଏଇଟା ଠିକ ଅଛି ଥ୍ୟାଙ୍କ ୟୁ। କିଛି ଅସୁବିଧା ନାହିଁ, ଆପଣ ମେସେଜ କରନ୍ତୁ ମତେ ମ୍ୟାଡାମ। ଆଜ୍ଞା ଆଜ୍ଞା ଥ୍ୟାଙ୍କ ୟୁ ସାର୍। କାଶୀନାଥ ସାର୍। ହଁ ସାର୍ ନମସ୍କାର। ନମସ୍କାର ସାର୍, ଆଉ କୁହନ୍ତୁ ସାର୍। ମୋର ଯୋଉ ପ୍ରଶ୍ନ ଥିଲା, ଆପଣ ବୋଧେ 2 ଜଣ ସାର୍ ମ୍ୟାଡାମଙ୍କର ଉତ୍ତର ଦେଇଛନ୍ତି। ଯୋଉଟା 100% କଥା ଗୋଟେ କହୁଥିଲେ ସେଇଟା ଗୋଟେ, ଆଜ୍ଞା ଆଉ ସାର୍। ଦ୍ୱିତୀୟ କଥା ଆମର ସ୍କୁଲରେ ଯୋଉ ମୋ କଥା ମୋ କାହାଣୀ ଆଗରୁ ପିଲାମାନେ ନୂଆ ନାଁ କେତେ ଦେଇ ଦେଇଛନ୍ତି, ତେଣୁ ସେଇଟା ଚଳିବ ତ? ଚଳିବ ସାର୍, ଖାଲି ଗୋଟେ ଉପରେ ମୋ କଥା ମୋ କାହାଣୀ ଲେଖିଦେବେ ସାର୍। ଠିକ ଲେଖିବାକୁ ଅଛି ପଡିବ? ଲେଖେଇଦେବେ, ଗୋଟେ ମୋ କଥା ମୋ କାହାଣୀ ଲେଖିବାକୁ କେତିକି ସମୟ ଲାଗିବ କହିଲେ ଓ ସାର୍? ନାଇଁ ସେଇଟା ଥାଇକିରି ତାପରେ ଲେଖିଦେଲେ ହବ ହଁ ତ? ଆଜ୍ଞା 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 କିଛି ଅସୁବିଧା ହଁ ନାହିଁ ସାର୍। ସେତିକି ସାର୍ ଥିଲା। 100% କରିବାକୁ ପଡିବ ଯେମିତି ହେଲେ ନାଇଁ? କରିବାକୁ ପଡିବ ସାର୍, କରିବାକୁ ପଡିବ, ଏଇଟା ତ ସମସ୍ତେ ବାଧ୍ୟ। ସେମାନେ କହିଲେ ଆମେ 8-10ଟା କରିଦବା, ନାଇଁ ନାଇଁ ସେଥିପାଇଁ ଗୋଟେ ଦ୍ୱନ୍ଦ, ବୁଝିଲେ କି? ସାର୍, ଯଦି ଗୋଟେ ସମସ୍ତେ ଯଦି ଟାର୍ଗେଟ। ସାର୍ ଦେଖନ୍ତୁ, ସମସ୍ତେ ଯଦି 8-10ଟା କରିଦବା, ଆଜ୍ଞା ଆଉ ରେକର୍ଡ ଥୋଡି ନା କରିପାରିବା ସାର୍ ଆମେ ହଁ ହଁ 7-8 ସେଇଆ, ତେଣୁ ସେଇଟା ବହିର ବାଧ୍ୟ କଥା କରି କହିକି। ସମସ୍ତେ କଲେ ଏଠି ସେ ପେଜରେ ତାର ଫଟୋ ଉଠେଇକି ଛାଡିବ ନାଇଁ କି ପ୍ରତ୍ୟେକ ଆଜ୍ଞା, ପିଲାଙ୍କର? ତାର ଫ୍ରଣ୍ଟ ପେଜ ର ଫଟୋଟା ଛାଡିବ, କଭର ପେଜ ର। ତେଣୁ 100% କରିବାକୁ ବାଧ୍ୟ ଆଉ ନାଇଁ କି? ବାଧ୍ୟ ସାର୍। ଆଜ୍ଞା ହଉ ଆଜ୍ଞା ସାର୍, ହଉ ଆଜ୍ଞା ସାର୍, ଧନ୍ୟବାଦ ଧନ୍ୟବାଦ ସେତିକି। ଧନ୍ୟବାଦ ସାର୍। ରଞ୍ଜନ କୁମାର ସାହୁ ସାର୍। ହ୍ୟାଲୋ ଆଜ୍ଞା ସାର୍ ନମସ୍କାର। ନମସ୍କାର, କୁହନ୍ତୁ। ସାର୍ ମୁଁ କହୁଥିଲି ଏଇ ଯୋଉ ପ୍ରୋଗ୍ରାମଟା ଡେଟ୍ ସାର୍ 16ରୁ 20 ବାଦେ ପରେ ସାର୍ କେବେ କରିହବ କି? ଦେଖନ୍ତୁ, ମୁଁ ଏଇ ଫୋରମ ରେ ଏଇ କଥାଟା କହିବାଟା ଠିକ ନୁହଁ, ନା ବଟ୍ ସାର୍ କାହିଁକି କହୁଛି, ଆପଣ ବର୍ତ୍ତମାନ ଆମ ଜାଣିଛନ୍ତି, ସ୍କୁଲରେ ଶୁଣନ୍ତୁ ଶୁଣନ୍ତୁ ସାର୍। 10th ର ପ୍ରି ବୋର୍ଡ ଏକ୍ସାମ ଚାଲିଛି। ନିହାତି ସାର୍, ଯେତେବେଳେ ଏଇ ହେଡ ଟିଚର ମାନଙ୍କର ମିଟିଂ ଥିଲା ସାର୍, ସେଇ ସମୟରେ ଆଜ୍ଞା ହେଡ ଟିଚର ମାନେ କହିଲେ କରିପାରିବା ଏଇ ଡେଟ ରେ। ସେଥିପାଇଁ ଏଇ ଡେଟ ଟା ଦିଆହେଇଛି 16ରୁ 20, ମାନେ 8405-407 ହେଡ ଟିଚରଙ୍କ ସହିତ ଏ ମିଟିଂ ଟା ଅଲରେଡି ହେଇଥିଲା ସାର୍। ଠିକ ଆଜ୍ଞା ଅଛି, ତ ସେଇମାନେ ହିଁ ଏଗ୍ରି କରିଥିଲେ। ଆଉ ଯେହେତୁ ଏଗ୍ରି କରିଥିଲେ, 16ରୁ 20ରୁ କାଲି ବି ଗୋଟେ 17 ତାରିଖ ଗୋଟେ ଛୁଟି ରହିଯାଉଛି, ଆଜ୍ଞା ହଁ ପୁଣି 19-20 ଶାମ୍ବ ଦଶମୀ ଗୋଟେ ଛୁଟି ରହିଯାଉଛି ଆଜ୍ଞା। ସ୍କୁଲର। କେମିତି କଣ କରାଯିବ, ଆର ପରବର୍ତ୍ତୀ ଗାଇଡ ଲାଇନ କେତେବେଳେ କଣ ଯିବ ତା ବିଷୟରେ ମୁଁ କହିପାରିବିନି, କିନ୍ତୁ ଏବେ ପାଇଁ ଡେଟ ତ ତାକୁ ରଖାଯାଇଛି। କାହିଁକିନା ସାର୍ ସେଇଟା ହିଁ ପ୍ରୋବ୍ଲେମ ଅଛି, ଛୁଆଙ୍କର ଏବେ ଏକ୍ସାମ ଚାଲିଛି, ତାଙ୍କୁ ବେଶୀ ପ୍ରେସର ବି ଦେଇହବନି। ତ ସେମାନେ ଆଜ୍ଞା ଫାଷ୍ଟ ହାଫରେ ଆସୁଛନ୍ତି, ଏକ୍ସାମ ଦଉଛନ୍ତି, ପଳଉଛନ୍ତି। ତ ଆଜ୍ଞା ତାଙ୍କୁ ମାନେ ଆଇଦର ତାଙ୍କୁ ଏକ୍ସକ୍ଲୁଡ କରିକି ନବା ପାଇଁ ପଡିବ, ତ ବହି ଆଜ୍ଞା ସଂଖ୍ୟା ବି ସେଇଟା କମି ଯାଇପାରେ। ନାଇଁ ନାଇଁ, ବହି ସଂଖ୍ୟା କମିଗଲେ ହବନି ସାର୍, ବହି ସଂଖ୍ୟା ହେବାର ଅଛି।
ସେ ତାକୁ ସେଇଟା ତ ପ୍ରେସର ବି ସମସ୍ୟା। କରିହବନି ନା, କାରଣ ସେମାନେ ଯୋଉ ଯାହା କିଛି ବନେଇବେ ରଞ୍ଜନ ସାର୍ ତାଙ୍କ ନିଜ ରଞ୍ଜନ ପାଠପଢା ବି ସାର୍ ଅଛି, ତାକୁ ଆକୁ ବି ନିହାତି ବନେଇବେ। ନିହାତି ନାଇଁ ନାଇଁ ରଞ୍ଜନ ସାର୍ ଏଇଟା ବି ତ ତାଙ୍କର କରିକୁଲମ, ଏକ୍ସଟ୍ରା ହଁ ଜିନିଷ ତାଙ୍କୁ କରିକୁଲମ ସାର୍ ବୁଝିଛି ମୁଁ। ହଁ ହଁ ଏକ୍ସଟ୍ରା ଜିନିଷ ତାଙ୍କୁ କରିବାକୁ କୁହା ହଉନି, ବୁଝିପାରିଲେ? ତ ଆପଣଙ୍କୁ ଆଜ୍ଞା ଟିକେ ରିକ୍ୱେଷ୍ଟ ରହିବ ସାର୍, ଟିକେ ତାକୁ ଇଏ କରିବେ। ଠିକ ଅଛି, ଗୋଟେ ସେକେଣ୍ଡ ସାର୍। ଆଜ୍ଞା। ଆଜ୍ଞା ସାର୍ ଆଉ ଗୋଟେ କଥା କହୁଥିଲି ସାର୍, ଏଇ ଯୋଉ ୱିକ୍ ରେ ଛୁଟି ବି ସାର୍ ବହୁତ ରହିଯାଉଛି ନା, ତ ସାର୍ ଛୁଆମାନଙ୍କ ସେଇଟା ଗାଇଡେନ୍ସ ଦେବା ପାଇଁ ବି ଅସୁବିଧା ହଉଛି। ଆଜ୍ଞା ଆଜ୍ଞା ନାଇଁ ସାର୍ ମୁଁ ସେଇଟା ବି ଆପଣଙ୍କୁ କହିଲି, ଏବେ ପାଇଁ ସାର୍ 16 ରୁ 20 କରାହେଇଛି। ଯଦି ଆଜ୍ଞା କିଛି ଚେଞ୍ଜ ହବ ତାକୁ ଆପଣଙ୍କୁ ଯିବ ପରେ, କିନ୍ତୁ ଏବେ ପାଇଁ 16 ନହେଲେ ରୁ ସାର୍ 20 ଆପଣ ଭାବୁଥିଲି stick ମାନେ ଆକୁ ଆମ ସ୍କୁଲରେ ଫଙ୍କସନ ଅଛି, ତ ସେଇଦିନ ଭାବୁଥିଲି ବି ତାକୁ ସଜେଷ୍ଟ କରିଦେଲେ ବେଟର ହେଇଥାନ୍ତା। ସାର୍ ଏବେ ପାଇଁ 16 ରୁ 20 ସାର୍। ଠିକ ଅଛି ଠିକ ଅଛି ସାର୍। ଆଜ୍ଞା ଆଜ୍ଞା, ଥ୍ୟାଙ୍କ ୟୁ। ଥ୍ୟାଙ୍କ ୟୁ ସାର୍, ଥ୍ୟାଙ୍କ ୟୁ। ଉମାଶଙ୍କର ସାହୁ ସାର୍, ଉମାଶଙ୍କର ସାହୁ ସାର୍। गुड मॉर्निंग सर, गुड मॉर्निंग सर। ସାର୍ କୁହନ୍ତୁ ସାର୍। सर मो मो बहुत एठी तो बहुत क्वेश्चन होचे, ସାର୍ ଆପଣଙ୍କର ଆୱାଜ କିଛି ଆସୁନି, କଟି ଯାଉଛି ସାର୍। ଉମାଶଙ୍କର ସାର୍ ଆପଣଙ୍କ ଆୱାଜ କଟି ଯାଉଛି, आज्ञा କିଛି आज्ञा सर ଆୱାଜ मो ଆସିଲାନି। ब्लूटूथ ନରେନ୍ଦ୍ର କୁମାର ସାହୁ ସାର୍। आवाज कला ହଁ ଏବେ 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 ଆସିଲା, ଏବେ ଆସିଲା, କୁହନ୍ତୁ ସାର୍। ସାର୍ ଆଉ सर ଥରେ କଟିଲା, आज्ञा सर ଆଉ मु ଥରେ। पचारे पे जो गूगल फॉर्म जो छाड़ा ହେଇଛି ଆଜ୍ଞା 16 ରୁ 20 ଭିତରେ ପ୍ରୋଗ୍ରାମ ଟି କରିବା ପାଇଁ, ତାପରେ ହିଁ ଆମେ ପିଲାମାନଙ୍କର ଯୋଉ ଡାଟା ଅପଲୋଡ କରିବା ପାଇଁ ସାର୍ ଅଛି, ତା ପୂର୍ବରୁ ଅପଲୋଡ ଡାଟା କରିଦିଅନ୍ତୁ ଅପଲୋଡ ସାର୍, କରି ତା ପୂର୍ବରୁ ଅପଲୋଡ କରିଦିଅନ୍ତୁ, ନା କିଛି କାହିଁକି ନା ଅସୁବିଧା ସାର୍ ନାହିଁ। ଶୁଣନ୍ତୁ ସାର୍, ଆମ ସ୍କୁଲରେ 240 ପିଲା, ମୁଁ ଆଜ୍ଞା ଚାହିଁଲେ ତ 21 ତାରିଖରେ ମୁଁ ସବୁ ତକ କରିପାରିବି ନା। କେବେ କରିପାରିବେନି, ତ ସାର୍ ତା ପୂର୍ବରୁ କରିଦିଅନ୍ତୁ। ସେଇ ଉପରକୁ ମୁଁ ସାର୍ ଆସିବି, ସମସ୍ତଙ୍କ ପ୍ରଶ୍ନ ଗଲା ପରେ ସେଇ ଉପରକୁ ମୁଁ ଆସିବି। ଆପଣ କଣ କରିବେ, 5 ଜଣ ଟିଚର ହେଇଯିବେ, 5-6 ଜଣ ହେଇକି ହିଁ ଏଇଟାକୁ ଭରନ୍ତୁ, ଜଣଙ୍କର କାମ ନୁହଁ ଏଇଟା। ଠିକ ଅଛି, ଏଇଟା ସାର୍ ଏଇଟା ଜଣ ଜଣଙ୍କର କାମ ନୁହଁ ନାଇଁ କି? ନାଇଁ ଏଇଟା HM ମାନଙ୍କୁ ବି କୁହାଯାଇଛି ସାର୍, ଏଇଟା ଜଣଙ୍କର କାମ ନୁହଁ। ଜଣେ ପାରିବେ କି କହୁନାହାନ୍ତି, କିନ୍ତୁ ସାର୍ ଗୋଟେ ଏଠି 400 ପିଲା, ସେଇଟା ସ୍କୁଲ। ନାଇଁ ସାର୍, ଏଠି ଆମ ସ୍କୁଲରେ ସାର୍, ଆମ ସ୍କୁଲରେ 240 ପିଲା ଅଛନ୍ତି। ଆଜ୍ଞା ଆଜ୍ଞା ତ ସାର୍, ଆମେ ଲାଙ୍ଗୁଏଜ ଟିଚର 4 ଜଣ ଅଛୁ ଆଜ୍ଞା ଆଜ୍ଞା ହେଲା। ସାର୍, ଆଉ ସବୁ ଆଜ୍ଞା। ଯାହା ସାର୍ ମୁଁ ଏକୁଟିଆ ଚାହିଁଲେ ତ କରିପାରିବିନି ନା ନାଇଁ ନାଇଁ ଗୋଟାଏ ନାଇଁ ନାଇଁ ଦିନରେ। ନାଇଁ ନାଇଁ ଲିଙ୍କ ଟା ତ ଏଠି ଦେଇଦେବେ କଣ କରିବାକୁ ସମସ୍ତଙ୍କୁ। ପଡିବ ସାର୍? ଏଇଟା ସାର୍ ଲିଙ୍କ ଟା ସମସ୍ତଙ୍କୁ ଦେଇଦେବେ, ଜଣେ ଜଣେ କେତେ କେତେ ଆଜ୍ଞା ଭାଗ କରିକି ଅପଲୋଡ କରିଦେବେ ସାର୍। ଠିକ ଅଛି, ଆଜ୍ଞା ଆଜ୍ଞା 1 ରୁ 50 ଜଣେ, 50 ରୁ 100 ଜଣେ, 150 ହୁଁ ଜଣେ, 200 ଜଣେ, ଆଜ୍ଞା। ଏଇଭଳିଆ କରିବାକୁ ପଡିବ। ଏଇଟା ଅଲରେଡି ସେଇଟା HM ମାନଙ୍କୁ ଜଣା ହେଇଥିଲା କି? ଜଣା ହେଇଥିଲା ସାର୍, ଜଣା ହେଇଥିଲା। ମାନେ ଏମିତି ଆଜ୍ଞା ଯିବ ଆଜ୍ଞା କହିକି ଗୋଟେ ଫର୍ମ ଜଣା ହେଇଥିଲା, କିନ୍ତୁ କୁହା ହେଇଥିଲା ସବୁ ପ୍ରକାର ସପୋର୍ଟ ଟିଚର ମାନଙ୍କୁ ଦେବେ କହିକି। ଆଜ୍ଞା ଠିକ ଅଛି, ଆଜ୍ଞା ଆଜ୍ଞା ସାର୍, ଆଜ୍ଞା ଆଜ୍ଞା। ଆଜ୍ଞା। ଏଇଟା ହିଁ ଥିଲା ପ୍ରଶ୍ନ ଆପଣଙ୍କର? ଆଜ୍ଞା ଆଜ୍ଞା ଠିକ ଅଛି ସାର୍, ନିଜକୁ ମ୍ୟୁଟ କରିଦିଅନ୍ତୁ। ନରେନ୍ଦ୍ର କୁମାର ସାହୁ ସାର୍। ସାର୍ ଆଜ୍ଞା ନମସ୍କାର ସାର୍, ସାର୍। ନମସ୍କାର ସାର୍, ସରି ଆପଣଙ୍କୁ ଟିକେ ସମୟ ଲାଗିଲା। ଯିଏ ହ୍ୟାଣ୍ଡ ରାଇଜ ନା ସାର୍ କରିଛନ୍ତି ମୁଁ କିଛି ନାହିଁ, ସମସ୍ତ କିଛି ନାହିଁ ସାର୍, ହଁ ସାର୍ ଆକ୍ଚୁଆଲି କିଛି ନାହିଁ ସାର୍। ହଁ କୁହନ୍ତୁ ସାର୍ ମୁଁ ସାର୍। ହଁ ଆକ୍ଚୁଆଲି କଣ କହୁଥିଲି ସାର୍, ଯୋଉଟା ମୋ କଥା ମୋ କାହାଣୀ ଯୋଉ ପିଲା କରିବେ, ସେଟା ସାର୍ ଲାଇବ୍ରେରୀ ରହିବ ସେ ବହିଟା। ସାର୍ ସେଇଟା ଆପଣ ଏବେ ପାଇଁ ଲାଇବ୍ରେରୀ ରଖନ୍ତୁ ସାର୍, ଯଦି ଆଉ ଥରେ ସରକାର ମାଗିଦେବେ ତ ଅସୁବିଧା ହବ। ଏବେ ପାଇଁ ଲାଇବ୍ରେରୀରେ ରଖନ୍ତୁ, ତାପରେ ଯଦି ପିଲା ନେବାକୁ ଚାହିଁବ ଦେଇଦେବେ ଆଉ। ଏଇଟା ତ ଯିଏ ପିଲାର ବହି। ହଁ ଏବେ ଏବେ ପାଇଁ ରଖନ୍ତୁ, ସମସ୍ତଙ୍କ ବହି ଗୁଡାକୁ ରଖିଦିଅନ୍ତୁ ସାର୍। ଦେଖିବା ଆଜ୍ଞା 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 ମାନେ ଫେବୃଆରୀ 3 ରୁ 5 ପରେ ଚିନ୍ତା କରିବା କଣ କରିବା କଣ ନାହିଁ। ହଁ ହଁ ସାର୍, ଆଉ ଗୋଟେ କଥା ସାର୍, ସାର୍ 2 ଦିନ ତ ଛୁଟି ହେଲା, ଆଉ 2 ଦିନ ତ ଏକ୍ସଟେନସନ କରନ୍ତୁ ସାର୍। ସାର୍ ସେଇଟା କହିଲି ବା, ଏବେ ପାଇଁ 16 ରୁ 20 ଅଛି ସାର୍। ଆଉ ଆଜ୍ଞା ସାର୍ ଏଇ ଇନଫରମେସନ ମୁଁ ଏଇଠି ଆମର ଦେଇ ଦଉଛି ଆମର ସିନିୟର ଅଥରିଟିଙ୍କୁ, ତାପରେ ସେ ଡିସାଇଡ କରିବେ କେମିତି କଣ ଆକୁ ଇଏ କରିପାରିବା। ଆଜ୍ଞା ସାର୍, ଆଜ୍ଞା ଆଜ୍ଞା ସାର୍। ଠିକ ଅଛି, ହଉ ଆଜ୍ଞା ସାର୍, ଆଜ୍ଞା ଥ୍ୟାଙ୍କ ୟୁ ସାର୍, ନମସ୍କାର, ଥ୍ୟାଙ୍କ ୟୁ। ହ୍ୟାଲୋ ସାର୍। ମ୍ୟାଡାମ ସାର୍ ଟିକେ, ମୁଁ ସମସ୍ତଙ୍କୁ ଜଣ ପରେ ଜଣ ପାଖକୁ ଯାଉଛି। ହଁ ଶ୍ୟାମ ପ୍ରସାଦ ସାର୍, ମାନେ ଅଲଗା ଲୋକମାନେ କେତେ ହ୍ୟାଣ୍ଡ ରେଜ କରିଛନ୍ତି ସାର୍, ନିହାତି ମୁଁ କଥା ହେଇପାରିବି, କିନ୍ତୁ ସେମାନେ ଜଗିଛନ୍ତି। ଠିକ ଅଛି। ହଉ ସାର୍, ଆପଣ ଡାକିଲା ଯାଏ ମୁଁ ଅପେକ୍ଷା କରିଛି ଆଉ। ଟିକେ ଅପେକ୍ଷା କରିବେ ସାର୍ ଦୟାକରି। ହଉ ସାର୍, ଓକେ। ଆଜ୍ଞା ଆଜ୍ଞା। ଅର୍ଚ୍ଚନା ପରିଡ଼ା ମ୍ୟାଡାମ।
अर्चना परिडा मैडम अर्चना परिडा हाँ मैडम कहतु सर नमस्कार। नमस्कार मैडम हाँ मैडम नमस्कार कहतु मैडम प्रोग्राम दीटा करे सेटा माने पिला माने कविता आबृत्ति करि परिबे कि स्टोरी टेलिंग करि परिबे एमि हमर मैडम सेटा स्कूल रो कथा इनिशिएटिव कथा मैडम स्कूल चाहिबो तार समय अनुसार कोन कोन करि परिबो स्कूल करि परिबो मैडम जेहेतु एटा गोटे भलो इवेंट होउची बाहर लोक माने आछंती देखिया पे सुंदर करि परिबे आप चेष्टा करि परिबे मैडम ठीक अछि अच्छा हमर स्कूल 6 ରୁ 10 मत अछि 6 8 सस्पेंड करले हबो कि नै मैम सेटा स्कूल ऊपर पुणी रहिला मैडम सेटा रे मु कहि पारि हां सेटा स्कूल ऊपर रहिला मैडम से ऊपर मोर सजेशन देबाटा ठीक रहयोनी मैडम ठीक है अच्छा जो पिला माने मो कहानी बहुत निजे जोटा क्रिएट करबे सेटा आनिबे तासे तो को बहिर करछन सेटा भी धरकी रहिबे आगे आगे से जगह तो शोकेस कराबो ना सेटा आगुरु आपण माने कलेक्ट कर दियंतु सो दैट आपण शोकेस करि परिबे मैडम ठीक अछि आगे 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 आउ धन्यवाद मैडम तापरे संतोष कुमार सतपति सर संतोष कुमार सतपति सर संतोष कुमार सतपति सर जो मन निचर प्रश्न पचारि सारले से मन टिके हैंड रेस टाको बंद कर दियंतु सो दैट अन्य मानकर आगु को आसी जीवो हां सर प्रणाम प्रणाम सर प्रणाम सर सर प्रश्न थिला ये जो मो कथा मो कहानी मध्य रे ए जो पिला ने जो बुक रिव्यू करछन पुस्तक समीक्षा ता भीतर संलग्न करे ना सेटा अलग रखिबे सेटा अलग रखिबे सर सेटा अलग सर मो कथा मो कहानी रे पिला को लेखा और पिला को जो एक्टिविटी करिसंती से गुडा मो कथा मो तळु को पिला ने बहिरो ना निजे देई परिबे कि सर हां हां से सर मो कथा मो कहानी कुहाइची जदि किछि लिखिबा को चाहउछन्ती लिखि परिबे न लिखले भी मो कथा मो कहानी सफाइस सर जदि करि देइछन्ती किछि असुविधा नै बुझले ना जदि करि नाहंती मो कथा मो कहानी रहू सर सर आउटे प्रश्न थिला ए जो आपण कहिले माने बेसी पिला अछन्ती सब 4-5 जण जो से माने लिंक रे डाटा रजिस्टर करिवे से भितरे गोटे ईमेल आईडी ही तांकर थ्रू रो स्कूल थ्रू करे छ ना अलग अलग ईमेल आईडी थ्रू रो कॉलेज चलिबो सर कॉलेज चलिबो सर स्कूल रो ना यूडाइस नंबर जदि ठीक अछि किछि असुविधा नै सेटा को लिंक करि हबो आ जदि गोटे ईमेल आईडी कर देले तो बहुत भलो हां सेटा फोन डाटा सुविधा हो सर सर आगे 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 सर 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 धन्यवाद सर नमस्ते धन्यवाद सर नमस्कार रीना दिगाल मैडम हेलो हां मैडम हेलो हां मैडम सर नमस्कार नमस्कार मैडम कोन मैडम सर मोर प्रश्न थिला कि सर मोर छुआ पुस्तक समीक्षा गोटे करजंती सर आ करजंती सर से दीटा को से माने मु को कुछ सर पुस्तक संख्या आ जो कार्यक्रम से माने करथले हमर एक्टिविटी गुडा को गोटे बही करथली सर सेटा मो अलग ना से गोटे अलगा बही मैडम अलगा बही पुस्तक समीक्षाटा अलगा बही मो कथा मो कहानी अलटा अलगा बही मैडम हाँ मैडम रीना मैडम सेटा अलगा अलगा बही हबो मैडम सेटा आगुरु ही कुहाइतिला अधिवेशन 23-24 जदि आपण देखिबे सेटा थिला मो कथा मो कहानी आ आपनकर जो ये थिला पुस्तक समीक्षाटा अलगा थिला हमें डे 1 रु सेही अनुसार ही कथा हिचे मैडम आगे आगे सर हां सर सेटा ही पचार मु गोटे बही करथली आगे 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 मैडम चंद्रशेखर पाड़ी सर सर नमस्कार नमस्कार सर कोंतु सर सर राइडर कोथली आगे जानली सर सर हमरो जो 100टा पिला आ जो 100टा अभिभावक आसीबे आगे सर 200टा पिला बसिला बेले हमर सिन बड़ रूम नाही सर ताको भाग भाग कर बसेबु सर सर सेटा आउ थरे एडमिनिस्ट्रेटिव कथा सर मु तो आपन को स्कूल रे तो पाखरे नाही सेटा सर आपन भलो रे आंसर जानि चंती आपन मु आंसर केमती हबो कोना आपन जानि चंती स्कूल रो समस्या कोन मु दूर रो आपन गोटे सजेशन दे देबी हे परिबो कोना हां सर ठीक है आपन पिला को कथा हां सर आउ प्रश्न सर हां सर ठीक है आउ प्रश्न सर ए जो हमर मो कथा मो कहानी उत्सव को सर
ଆପଣଙ୍କର ପୁସ୍ତକ ସମୀକ୍ଷା ବହି ବି ପିଲା ଆଣିବେ, ମୋ କଥା ମୋ କାହାଣୀ ଦିଟା ବହି ଶୋ କରିବେ ସାର୍ ପିଲା। ଶୋ କରିବେ ସାର୍, ହଁ ହଁ ସେ ଦିଟା ଜିନିଷ ଶୋ କରିବେ। ଆଜ୍ଞା ଠିକ ଅଛି, ଥ୍ୟାଙ୍କ ୟୁ ସାର୍, ନମସ୍କାର ଥ୍ୟାଙ୍କ ୟୁ ନମସ୍କାର ସାର୍। ହ୍ୟାଲୋ ମଧୁସ୍ମିତା ମ୍ୟାଡାମ। ହଁ ସାର୍ ସାର୍ ଆକ୍ଚୁଆଲି ଆମର ଯୋଉ ପିଲା ଅଛନ୍ତି ସ୍କୁଲରେ 9th 10th ମିଶିକି 258 ହଉଛନ୍ତି ହେଲା। ଆଜ୍ଞା ତ କ୍ଲବ ମେମ୍ବର ମୋର ଅଛନ୍ତି 64। ତ ମୁଁ ମ୍ୟାମ୍ 64 258 ଆଉ ମାନେ ଏଇ କଥା ହିଁ ଆମେ ବାର କଥା ହଉଛେ ଯେ ନା ଶୁଣନ୍ତୁ ମୁଁ ପଚାରୁଛି ଯୋଉ ମୋ କଥା ମୋ କାହାଣୀ ହବ 64 ପିଲାଙ୍କୁ ନେଇକି ମୁଁ 4ଟା ବହି କରିଦେଲେ ହବ? ମୋ ମ୍ୟାମ୍ କଥା ମୋ କାହାଣୀ 258 ମୋ କଥା ମୋ କାହାଣୀ 258 ପିଲାଙ୍କର ବାହାରିବ। 4ଟା ବହି କେମିତି ନାଇଁ କରିଦେବେ? ସାର୍ 258ଟା ବହି ସିନା ଆମର ବୁକ୍ ରିଭ୍ୟୁ ହବ। 258ଟା ମୋ କଥା ମୋ କାହାଣୀ ବି ବାହାରିବ ମ୍ୟାଡାମ। ସେଇଟା ଆମେ ଡେ 1 ରୁ କଥା ହଉଛେ। ସାର୍ ଆମର ତ ଗ୍ରୁପ କରାହେଇଥିଲା ନା ସାର୍। ଗ୍ରୁପ କରିବ ପ୍ରତ୍ୟେକ ଗ୍ରୁପ। ଆପଣ ମ୍ୟାଡାମ ଆଉ ଥରେ ଆପଣ ଅଲଗା ରାସ୍ତାକୁ ଯାଉଛନ୍ତି। ଗାଇଡଲାଇନ ଟା ଏଇ କଥା ଦେଖନ୍ତୁ। ତ ସାର୍ ଆରମ୍ଭରୁ ହିଁ କହିଛନ୍ତି, ଆଉ ଏଇଟା ତ ନୂଆ କଥା ନାହିଁ। ମୁଁ 3 ଥର ମାନେ ଯେବେ ଗାଇଡଲାଇନ ହେଇନଥିଲା ତାର ମାସେ ଆଗରୁ ମ୍ୟାଡାମ ମୁଁ ଯେବେ ମିଟିଂ କରିଥିଲି ଏଇ କଥା କହିଥିଲି। ମୋ କଥା ମୋ କାହାଣୀ ସମସ୍ତ ପିଲାଙ୍କର ବାହାରିବ। ଏଟା ସାହିତ୍ୟ ସୃଜନୀ ଗ୍ରୁପ କଥା ନାହିଁ ମ୍ୟାଡାମ। ଯେମିତି ଗୋଟେ ପୁସ୍ତକ ସମୀକ୍ଷା ବାହାରିବ, ମୋ କଥା ମୋ କାହାଣୀ ବାହାରିବ। ଏଇଟା ଟ୍ରେନିଂ ରେ ମଧ୍ୟ ଆମେ କଥା ହେଇଥିଲେ। ଟ୍ରେନିଂ ରେ ଆମେ ଗ୍ରୁପ ରେ କରିଥିଲେ, କାହିଁକି ସମୟ ନଥିଲା। ଆମେ ସେଇଟା ଇନଷ୍ଟ୍ରକ୍ସନ ଦେଇଥିଲୁ ଯେତେବେଳେ ଆପଣ ମାନେ ସ୍କୁଲ କୁ ଯିବେ ଏଇଟାକୁ ଇଣ୍ଡିଭିଜୁଆଲି କରେଇବେ ମ୍ୟାଡାମ। ଠିକ ଅଛି। ଆଚ୍ଛା ପ୍ରତି ପିଲାରେ ଗୋଟେ ଗୋଟେ ମୋ କଥା ମୋ କାହାଣୀ ହବ? ଆଜ୍ଞା ଠିକ ଅଛି ସାର୍। ଆଜ୍ଞା ଆଉ ସାର୍ ଟିକେ ସାର୍ ଆଜ୍ଞା। ଆଚ୍ଛା ତାହେଲେ ଯୋଉ ନା ଅପଲୋଡ ହବ କେବଳ କ୍ଲବ ମେମ୍ବର୍ସ ଅପଲୋଡ ହବ ନା ପ୍ରତି ପିଲାଙ୍କର ଅପଲୋଡ ହବ? ପ୍ରତି ପିଲାଙ୍କର ହବ ମ୍ୟାଡାମ। ସେଇଟା ତ ଆଗରୁ ହିଁ କୁହାଯାଇଛି। ଆପଣ ଗାଇଡଲାଇନ ଟା ଭଲରେ ପଢନ୍ତୁ ଟିକେ, ସେଇଥିରେ ସ୍ପଷ୍ଟ ଭାବେ ଲେଖା ହେଇଛି ମ୍ୟାଡାମ। ଆଉ ଥରେ ଗାଇଡଲାଇନ ଟା ଆପଣ ମାନଙ୍କ ସୁବିଧା ପାଇଁ ମୁଁ ପକେଇଦେବି, ଦୟାକରି ଆପଣଙ୍କ ମାନେ ମତେ ମେସେଜ କରିଦେବେ, ମୁଁ ଆପଣଙ୍କୁ ଗାଇଡ କରିଦେବି କେମିତି କରିବେ। ଠିକ ଅଛି। ହଁ ସାର୍ ଠିକ ଅଛି। ଆଜ୍ଞା ମଧୁସ୍ମିତା ଶତପଥୀ ମ୍ୟାଡାମ, ମୁଁ ସେତେବେଳକୁ କହିବାକୁ ଚେଷ୍ଟା କରୁଛି। ଆଜ୍ଞା ମ୍ୟାଡାମ କୁହନ୍ତୁ କଣ ପ୍ରଶ୍ନ ଥିଲା? ନମସ୍କାର ସାର୍, ମୁଁ ଏଇ ବ୍ୟାନର କଥା ଆଉ ସେ ପ୍ରାଇସ୍ କଥା ପଚାରିଥାନ୍ତି। ସ୍କୁଲ ହିସାବରେ କରିବ ମ୍ୟାମ୍। ବ୍ୟାନର ସ୍କୁଲ ହିସାବରେ ମେଳା ଲେଖା ହବ ନା ସାହିତ୍ୟ ସବୁ କ୍ଲବ ର ନାଁଟା ଲେଖା ହବ ସେଇଟା ଲେଖିଦେବେ ନା ଯୋଉଟା ଆମର ସବଜେକ୍ଟ ରେ ଅଛି ଗାଇଡଲାଇନ ରେ। ଯଦି ଆପଣ ଯୋଉଟା ସବଜେକ୍ଟ ଲେଖା ହେଇଛି ବିଦ୍ୟାଳୟ ସ୍ତରୀୟ ଉତ୍ସବ ଯୋଉ ଲେଖା ହେଇଛି ସୃଜନାତ୍ମକତା ଆଉ ସେଇଟାକୁ ଲେଖିଦେବେ ଆପଣ। ଠିକ ଅଛି। ପ୍ରାଇଜ ପାଇଁ କଣ? ହାଉସ ର ଆକ୍ଟିଭିଟି ଉପରେ ଦିଆ ହବ। ଆଜ୍ଞା ମ୍ୟାଡାମ। ସାର୍ ସାର୍ଟିଫିକେଟ ବି ଏଇଟା ମ୍ୟାଡାମ ଆପଣଙ୍କ ସ୍କୁଲ ଉପରେ ରହିଲା। ମାନେ କହିଲା ଏଇଟା ଆଉଥରେ ଆଡମିନିଷ୍ଟ୍ରେସନ କଥା ହେଇଗଲା। ଆପଣ ପିଲାଙ୍କୁ ଯାହା ଇଚ୍ଛା ତାହା ଦେଇପାରିବେ ମ୍ୟାଡାମ। ପିଲାଙ୍କୁ କଣ କରିବୁ ସାର୍? ଆଜ୍ଞା ପିଲାଙ୍କୁ କଣ କରିବୁ ସାର୍? କୋଉ ପିଲାଙ୍କୁ? ଲଙ୍ଗ ଆବସେଣ୍ଟ ଯୋଉମାନଙ୍କ ଟିକେ ହେଲ୍ଥ ଗ୍ରାଉଣ୍ଡ ରୁ ସେମାନେ ଆବସେଣ୍ଟ ଅଛନ୍ତି, ମାନେ ତାଙ୍କ ଦେହ ଟିକେ ଭଲ ରହୁନି। ସେଇଟା ପୁଣି ସ୍କୁଲ ର କଥା ମ୍ୟାଡାମ। ସ୍କୁଲ କଣ ଡିସାଇଡ୍ କରିବ ସେଇ ଅନୁସାରେ ହିଁ ହବ। ସାର୍ 2-3 ଜଣ ଅଛନ୍ତି ମାନେ ବେଡ୍ ରିଡେନ୍। ଯଦି CWSN ପିଲା ଅଛନ୍ତି ତାଙ୍କୁ ସେଇ ଭଳିଆ କିଛି ଆକ୍ଟିଭିଟି ଦିଅନ୍ତୁ, ଆଉ ତାଙ୍କର ବି କିଛିଟା ଜିନିଷ ରଖନ୍ତୁ। ଗୋଟେ CWSN ପିଲାଟେ ମ୍ୟାମ୍ 2 ପେଜ ର ବହି କରିଛି। ମାନେ ମୁଁ ଦେଖିଛି ଗୋଟେ ସ୍କୁଲ ର, ମାନେ ମୁଁ ସେଇଟା ଦେଖିକି ଏତିକି ଖୁସି ହେଇଗଲି। 1.5 ଲକ୍ଷ ବହି ମୋର ମାନେ ଏପର୍ଯ୍ୟନ୍ତ ବନେଇଛନ୍ତି, ଷ୍ଟାଟସ ଦେଇଛନ୍ତି 2000 ସ୍କୁଲ। ତ ସେଇଥିରେ ଯେତିକି ଖୁସି ହେଇନଥିଲି, ଏଇଥିରେ ମୁଁ ସେତିକି ଖୁସି ହେଇଗଲି। ଗୋଟେ ପିଲାଟେ ଚେଷ୍ଟା କରିଛି, ତ ଆପଣ ଚେଷ୍ଟା କରିପାରିବେ ମ୍ୟାଡାମ, ଯୋଉଟା ଯେମିତି ହେଇପାରିବ ସେଇ ପିଲାର ଅନୁସାରେ। ଠିକ ଅଛି। ଆଚ୍ଛା ଠିକ ଅଛି। ଆଜ୍ଞା ଥ୍ୟାଙ୍କ ୟୁ ମଧୁସ୍ମିତା ମ୍ୟାଡାମ। ଅଶୋକ କୁମାର ହୋତା ସାର୍। ଅଶୋକ କୁମାର ହୋତା ସାର୍ ନମସ୍କାର, କୁହନ୍ତୁ ସାର୍। ନମସ୍କାର। ସାର୍ କୁହନ୍ତୁ ସାର୍। ମୋର ପ୍ରଶ୍ନ କିଛି ନାହିଁ, ମୁଁ ଆପଣଙ୍କୁ ସାକ୍ଷାତ କରିବା ପାଇଁ ଅପେକ୍ଷା କରିଛି। ଆଜ୍ଞା ଧନ୍ୟବାଦ ସାର୍, ଆପଣଙ୍କ ଆଶୀର୍ବାଦ। କାର୍ଯ୍ୟକ୍ରମ ଚାଲିଛି, ମୁଁ 19ରେ ରଖିଛି। ଆଜ୍ଞା ବହୁତ ବଢିଆ ସାର୍, ବହୁତ ବଢିଆ। ମୁଁ କେବଳ ଆପଣଙ୍କୁ ସାକ୍ଷାତ କରିବି ବୋଲି ହ୍ୟାଣ୍ଡ ରେଜ୍ କରି ରଖିଥିଲେ। ଆଜ୍ଞା ଧନ୍ୟବାଦ। ଭଲ ଅଛନ୍ତି ସାର୍? ବଢିଆ ସାର୍, ବଢିଆ ଆପଣଙ୍କର ଆଶୀର୍ବାଦ।
ଆଜ୍ଞା ହଉ ଠିକ ଅଛି ସାର୍ ସଙ୍ଗୀତା ସାହାଣୀ ମ୍ୟାଡାମ ସାର୍ ନମସ୍କାର। ନମସ୍କାର ମ୍ୟାଡାମ କୁହନ୍ତୁ ମ୍ୟାଡାମ। ସାର୍ ଆକ୍ଚୁଆଲି ମୁଁ ଚାରିଟା କ୍ଲବ ବିଷୟରେ ଟିକେ ପଚାରିବି। ଆମର ଯୋଉ ସାହିତ୍ୟ ସୃଜନୀ କ୍ରୀଡ଼ାଙ୍ଗନା କୌଶଳୀ ଏଗୁଡା ସବୁ ଏଟ୍ ଏ ଟାଇମ୍ ସବୁ ଯୋଉ ଚାଲିବ ଆମର ଯୋଉ ଆଜ୍ଞା ଛୋଟ ମ୍ୟାଡାମ ଛୋଟ ଯୋଉ ଭିଡିଓ କ୍ଲିପ ସାର୍ କରିବୁ ସେଇଟା କେମିତି କଣ କରିବୁ 1 ମିନିଟ 2 ମିନିଟ ମ୍ୟାମ୍ ଭିଡିଓ ହଁ ମ୍ୟାମ୍ ଭିଡିଓ କ୍ଲିପ ମାନେ ଯୋଉ ଆକ୍ଟିଭିଟି କଲା ବେଳର କିଛି କିଛି ଭିଡିଓ ଆପଣ କରିପାରନ୍ତି ବୁଝିପାରିଲେ। ଆକ୍ଟିଭିଟି ମାନେ ଆଗରୁ ଯୋଉ କରିଥିଲେ ସେଗୁଡା ନା ସେଇ ଦିନର ସାର୍? ମାନେ ଦେଖନ୍ତୁ ଏଇଟା ସାୟଦ ଆପଣ କୌଶଳୀର କଥା ପଚାରୁଛନ୍ତି ସ୍କ୍ରାଚ ର ଭିଡିଓ କେମିତି ଶୋକେସ କରାହବ ସେଇ କଥାଟା ହଁ କହୁଛନ୍ତି ବୋଧେ। ସାର୍ ସ୍କ୍ରାଚ ର ଭିଡିଓ ସେଇଟା କେମିତି କଣ କରାହବ ସେମାନଙ୍କୁ ଗାଇଡ ଲାଇନ ଦିଆ ହେଇଛି ସେମାନଙ୍କର ମାଷ୍ଟର ଟ୍ରେନରଙ୍କ ସହିତ ନାଇଁ ସାର୍ ଟିକେ ମୁଁ ବି କଥା କରୁଛି ସେଇଟା ନା ଏଟ୍ ଏ ଟାଇମ୍ ଦିଟା କରିବି ତ ସେଥିପାଇଁ ପଚାରୁଥିଲି। ଆପଣଙ୍କର ବି ମାନେ ଦିଟା କେମିତି କୌଶଳୀ ଆପଣଙ୍କ ମୁଁ ଆପଣଙ୍କ ସାର୍ ଆକ୍ଚୁଆଲି ଷ୍ଟୁଡେଣ୍ଟ ଫାଷ୍ଟ ମତେ କୌଶଳୀ ଟ୍ରେନିଂ ଟା ସାର୍ ଦେଇ ଦେଇଥିଲେ ତାପରେ ଆରପି ପାଇଁ ସାହିତ୍ୟ ସୃଜନୀ ଦେଇ ଦେଇଥିଲେ ତ ଆଜ୍ଞା ସେଥିପାଇଁ ଆଜ୍ଞା ଦିଟା ମେଣ୍ଟେନ କରିବାକୁ ପଡୁଛି। ଆପଣଙ୍କ ସ୍କୁଲରେ ଆପଣଙ୍କର ସେଇଠି ମାଷ୍ଟର ଟ୍ରେନର କିଏ ଅଛି ବୁଝିଲେ କି ତାଙ୍କ ସହିତ ସାର୍ କଥା ହୁଅନ୍ତୁ ସେଇଠିକି ଆପଣଙ୍କୁ ଗାଇଡ କରିଦେବେ ସ୍କ୍ରାଚ ର ଯୋଉ ନାଇଁ ପ୍ରୋଜେକ୍ଟ ଟା ସାର୍ ହବ ସେଇଟା ମୁଁ ମ୍ୟାଡାମ। ଜାଣିଛି ଟିକେ ଆଜ୍ଞା ସାର୍ ଆଜ୍ଞା ସେଇଟା ମୁଁ ଜାଣିଛି କେମିତି ଭିଡିଓ କଣ କରାହବ କିନ୍ତୁ ଯୋଉ ଲାଷ୍ଟ ଯୋଉ ଲେଖା ହେଇନି କି ମାନେ ଭିଡିଓ କରିକି ଲାଷ୍ଟ ମୋ ସ୍କୁଲ କାର୍ଯ୍ୟାଳୟକୁ ପଠାହବ ଏଚଏମ୍ ଯୋଉ ହଁ ପଠେଇବେ ତ ଆମକୁ ଆଜ୍ଞା କରିବାକୁ ପଡିବ ସେଗୁଡା ନା ଆଜ୍ଞା ଆଜ୍ଞା ମ୍ୟାମ୍ ଯୋଉ ସେଇଟା ପଚାରୁଛି ଭିଡିଓଟା କରିଦେବେ ସାର୍। ତାର ବି ଗୋଟେ ଗୁଗଲ ଫର୍ମ ଯିବ ମ୍ୟାଡାମ ବୁଝିଲେ। ଆମର ଓହୋ ସାର୍ ଆମର ଯେମିତି ବହି ଆମେ କଲେକ୍ଟ କରୁଛୁ ସେଇଭଳି 8000 ଯୋଉ 77 ସ୍କୁଲ ଅଛି ସେଇଠୁ ସାର୍ ସ୍କ୍ରାଚ ପ୍ରୋଜେକ୍ଟ ର ଗୋଟେ ଗୋଟେ ଭିଡିଓ କଲେକ୍ଟ କରାହଉଛି କ୍ରୀଡାଙ୍ଗନର କାର୍ଯ୍ୟ ଫର୍ଦ୍ଦ ଗୋଟେ ହିଁ କାର୍ଯ୍ୟ ଫର୍ଦ୍ଦ କଲେକ୍ଟ କରାହଉଛି ପୁରା ସ୍କୁଲରୁ ସାର୍ ସାର୍ ଆଉ ଜିଜ୍ଞାସାର ଗୋଟେ ପ୍ରୋଜେକ୍ଟ ରିପୋର୍ଟ କଲେକ୍ଟ କରାହଉଛି ମ୍ୟାଡାମ। ଆଉ ତ ଆମ ତାର ସାହିତ୍ୟ ବି ସୃଜନୀର ଯୋଉ ପୁସ୍ତକ ସାହିତ୍ୟ ମେଳା ଯୋଉ ସୃଜନର ହେଇଛି ତାର ତାର ଆମେ କଲେକ୍ଟ କରୁନେ ଏ ଯୋଉ ଦିଟା ମୁଁ ଫର୍ମ ପଠେଇଛି ଯୋଉଥିରେ ଆପଣ ପ୍ରତି ପିଲାର ସେଇଥିରେ ଅପଲୋଡ କରୁଛନ୍ତି। ହଁ ସାର୍ ହଁ ସେଇଟା ସେଇଟା ମ୍ୟାଡାମ ତ ସେଇଟା ଚାରିଟାରେ ଗୋଟେ କରୁଛି ଚାରିଟା ଆଉ ରହୁଛି। ଗୋଟେ ହଁ ସାର୍ ଆମର ଯୋଉ ହଁ ସେସନ ୱାଇଜ ଯୋଉ ଆମର ଦିଆ ହଉଛି ସେଇଟା ଆଜ୍ଞା ଲାଷ୍ଟରେ ଦିଟା ଗୋଟେ ଅଛି ଆଉ ପିଲା ଇଣ୍ଡିଭିଜୁଆଲ ପିଲାଙ୍କର ତ ଦିଆ ହବ ସେଟା ତ 20-21 ତାରିଖରେ ଦିଆ ହେଇଯିବ ହେଲେ ଆମେ ଯେହେତୁ ଏବେ ବିଜି ଅଛୁ ଟିକେ ଲାଷ୍ଟରେ ଆମେ ସେଟା ଅପଡେଟ କରିଦବୁ ହେଇଯିବ ସାର୍। ଆଜ୍ଞା ଆଜ୍ଞା ଚେଷ୍ଟା କରିବେ ଯେତେ ଜଲ୍ଦି କରିପାରିବେ ଆଉ ହଁ ଓକେ ଆପଣ ସାର୍ ଆଗରୁ ବାକି କରିଦିଅନ୍ତୁ ମ୍ୟାଡାମ ଆଗରୁ କରିଦିଅନ୍ତୁ ଚଳିବ କିଛି ଅସୁବିଧା ନାହିଁ। ସାର୍ ଏବେ ଆଜ୍ଞା ଟିକେ ବିଜି ରହୁଛୁ ନା ପିଲାମାନଙ୍କୁ ଇଏରେ ବି କାମ କରିଦଉଛେ ହଁ ସେଥିପାଇଁ ହଁ ଚେଷ୍ଟା ବାକି କରନ୍ତୁ ତ ମ୍ୟାଡାମ। ଓଭରଅଲ ଠିକ ଠାକ ସବୁ ଚାଲିଛି ମାନେ ଇଣ୍ଡିଭିଜୁଆଲି ସମସ୍ତଙ୍କର ସାର୍ ସବୁ ଠିକ ଠାକ ଚାଲିଛି। ଆଜ୍ଞା ଆଜ୍ଞା ମ୍ୟାଡାମ ଆଜ୍ଞା ଓକେ ସାର୍ ଥ୍ୟାଙ୍କ ୟୁ ସାର୍ ଧନ୍ୟବାଦ ଧନ୍ୟବାଦ ଓକେ ମ୍ୟାଡାମ। ସାର୍ ନମସ୍କାର। ସୁକାନ୍ତି ଲତା ଦାସ ମ୍ୟାଡାମ ସୁକାନ୍ତି ଲତା ଦାସ ମ୍ୟାଡାମ ସୁକାନ୍ତି ଲତା ଦାସ ମ୍ୟାଡାମ ତପସ୍ୱିନୀ ଷଡଙ୍ଗୀ ମ୍ୟାଡାମ ନମସ୍କାର ସାର୍। ନମସ୍କାର କୁହନ୍ତୁ ମ୍ୟାଡାମ। ସାର୍ ପ୍ରଶ୍ନ ହେଲା ଯୋଉ କହୁଛନ୍ତି ଆପଣ ହୋମ ଟା କରିବେ ବୋଲେ କଣ ସେଟା ବୁଝି ପାରିଲିନି ବୋଲେ ଯୋଉ ଆମେ ପୋଷ୍ୟ କରିଛୁ ଯୋଉ ପିଲାମାନଙ୍କର ସେଇମାନଙ୍କର କେବଳ ଭିଡିଓ ଦବୁ ନା ସମସ୍ତଙ୍କର ଦବୁ? ନା ନା ମ୍ୟାଡାମ ମୁଁ ବୁଝିପାରିଲିନି ପ୍ରଶ୍ନ ଟା ହୋମ କଣ ମାନେ ପ୍ରଶ୍ନ ହିଁ ମୁଁ ବୁଝିପାରିଲିନି ମ୍ୟାଡାମ ଆଉଥରେ ଟିକେ ମତେ ପଚାରିବେ ଦୟାକରି। ଯୋଉ କହୁଛନ୍ତି ମୋ କଥା ମୋ କାହାଣୀ ଏଇଟାରେ କଣ ବୋଲେ ଗଳ୍ପ କବିତା ସବୁ ଗୋଟାକରେ ମିଶିକି ରହିବ ନା କେବଳ ଗୋଟେକେରେ ମିଶିକି ରହିବ ନାଇଁ ନାଇଁ ନା 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 ଗୋଟେକେରେ ମିଶିକି ରହିବ। ଯୋଉଟା ପିଲାମାନେ କରିଛନ୍ତି ବାକି ଲିଟରାରୀ କ୍ରିଏଟିଭିଟି ଆକ୍ଟିଭିଟି ତାକୁ ନେଇକି ବହିଟା କରନ୍ତୁ। ଠିକ ପ୍ରତ୍ୟେକ ଅଛି ପିଲାର ଗୋଟିଏ ଗୋଟିଏ ହବ ମୋ କଥା ମୋ କାହାଣୀ। ଆଜ୍ଞା ଆଜ୍ଞା ଆଉ ତାପରେ ପୁସ୍ତକ ସମୀକ୍ଷା ଟା ଗୋଟେ ଟପିକ ଉପରେ ହବ ଆଉ। ଆଜ୍ଞା 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 ଗୋଟେ ବହି ଉପରେ ହବ ମ୍ୟାଡାମ। ଆଜ୍ଞା ହଁ ଗୋଟେ ବହି ଉପରେ ହବ ସେଇଟା ତ କରିଛନ୍ତି ଠିକ ଅଛି ଆଉ ଆଜ୍ଞା ଯୋଉ ଦଶମ ପିଲାଙ୍କର ସଫିସିଏଣ୍ଟ ଟାଇମ ହେଇନି ତେଣୁ ସେମାନେ ପୁସ୍ତକ ସମୀକ୍ଷା କରିଦେଇଛନ୍ତି କିଛି ପିଲା ଆଉ କିଛି କରୁଛନ୍ତି। ଆଚ୍ଛା ଯୋଉ ମାର୍କ ଅପଲୋଡ ହବ କଣ ଯୋଉ କ୍ରୀଡ଼ାଙ୍ଗନ କୌଶଳୀ ସବୁ ପାଇଁ ଅଲଗା ଅଲଗା ମାର୍କ ଅପଲୋଡ ପ୍ରତ୍ୟେକ ଟିଚର କରିବେ? ମାର୍କ ଅପଲୋଡ ତାଙ୍କର କ୍ଲାସ ଟିଚର କରିବେ ଆସ୍ପିରେସନାଲ କମ୍ପୋନେଣ୍ଟ ପାଇଁ। ଆଜ୍ଞା ଯେ ଆମର ଆମେ ସାର୍ ତପସ୍ୱିନୀ ମ୍ୟାଡାମ ଏ ଯାକ ପାଇଁ ଆମେ ଅଲଗା ଗୋଟେ ଦିନ ଆପଣ କଥା ହେବେ ମାର୍କ କେମିତି ଅପଲୋଡ ହବ କଣ ହବ ତା ଅନୁସାରେ ଆପଣ ମତେ ଗୋଟେ କାମ କରନ୍ତୁ ଆପଣ ମତେ କଲ୍ କରନ୍ତୁ ମୁଁ ବୁଝେଇଦେବି ଆପଣଙ୍କୁ ମାର୍କ ଅପଲୋଡ କଥାଟା ଠିକ ଅଛି। ଆଜ୍ଞା ଆଜ୍ଞା। ଆଜ୍ଞା 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 ମ୍ୟାଡାମ ହଉ ସ୍ନିଗ୍ଧା ମହାନ୍ତି ମ୍ୟାଡାମ ସ୍ନିଗ୍ଧା ମହାନ୍ତି ମ୍ୟାଡ଼ାମ ସାର୍ ନମସ୍କାର। ନମସ୍କାର ମ୍ୟାଡ଼ାମ କୁହନ୍ତୁ।
ସାର୍ ମୋର ଗୋଟେ ଡାଉଟ୍ ଥିଲା ହଁ ମ୍ୟାଡାମ ପଚାରନ୍ତୁ। କି ଆମର ସାର୍ PCM ଆଉ CBZ ର ପୋଷ୍ଟ ଭାକାଣ୍ଟ ଥିଲା। ଆଜ୍ଞା ମ୍ୟାଡାମ। ତ ଯୋଉମାନେ ଆମର ଡେପୁଟେସନ ଆସୁଥିଲେ ସିଏ ପଳେଇଲେ। ଏବେ ଆମର ନୂଆ ପିଲା ଜଷ୍ଟ ଏଇ ଜାନୁଆରୀରେ ଆସିଛନ୍ତି, ଯୋଉ ଡିସେମ୍ବର ଏବେ ପୋଷ୍ଟିଂ ହେଇଛନ୍ତି। ତ ଆଜ୍ଞା ସେମାନେ ଟ୍ରେନିଂ ନେଇନାହାନ୍ତି, ସେମାନେ ଆଉ କିଛି ଥରେ ଜାଣିପାରୁ ଆଡମିନିଷ୍ଟ୍ରେଟିଭ କଥା ମ୍ୟାଡାମ। ଏଇଥିରେ ଆଚ୍ଛା ଦେଖନ୍ତୁ ଦେଖନ୍ତୁ ମ୍ୟାଡାମ, ଏଇଟା ପାଇଁ ସେମାନଙ୍କୁ ଗାଇଡାନ୍ସ କେମିତି ମିଳିପାରିବ, ଯୋଉ ପୁରୁଣା ଆଜ୍ଞା ଆମର ଥିଲେ ସେମାନଙ୍କ ସହିତ ଏମାନଙ୍କୁ ଟିକେ କନେକ୍ଟ କରିଦିଅନ୍ତୁ, ଆଉ ତାପରେ ଆପଣ ଡିସ୍କସନ କରିପାରିବେ ମତେ ଲାଗୁଛି। ଆଜ୍ଞା ବୁଝିପାରିଲେ? ସାର୍ ତ ଠିକ ଅଛି। ଆଜ୍ଞା ସାର୍, ତାପରେ ଆଉ ଗୋଟେ କଥା କି ସାର୍ ଆମର ପିଲା CWSN ପିଲା ଅଛନ୍ତି, ସେଇ ସେମାନେ କୋଶ୍ଚିନ୍ ସେଇ କଥା ସାର୍ କହିଲି ବେଡ୍ ସେଇ ରିଡେନ୍ ନାଇଁ, ସେମାନେ ବେଡ୍ ରିଡେନ୍ ମାନେ ସେମାନେ ମେଣ୍ଟାଲି ରିଟାର୍ଡେଡ, ମାନେ ସେମାନେ ସେଇ ଲେବୁଲରେ ନାହାନ୍ତି କିଛି ଲେଖିପାରିବେ କହିପାରିବେ ବୁଝି ବି ପାରୁନାହାନ୍ତି, ଏମିତି ପିଲା ଆମର ଅଛନ୍ତି। ତାହେଲେ ଆଉ ମ୍ୟାଡାମ ଦେଖନ୍ତୁ ମ୍ୟାଡାମ, ଯୋଉଟା ଯେତିକି କରିପାରିବା ଆମେ ଆଜ୍ଞା କରିପାରିବା ମ୍ୟାଡାମ, ଠିକ ଅଛି। ଆଜ୍ଞା ସେମାନଙ୍କ ପାଇଁ ଆମେ କଣ କରିପାରିବା, ଆପଣ ଯଦି ଚିନ୍ତା କରିପାରୁଛନ୍ତି ଦେନ୍ ୱେଲ୍ ଆଣ୍ଡ ଗୁଡ୍, ବୁଝିଲେ। ଯଦି ତ ସେମାନେ CWSN ପିଲାଙ୍କର ଆସୁନାହାନ୍ତି ସାର୍ ଟୋଟାଲ ନା, ତ ଆମେ ହଁ ତାଙ୍କୁ ଆଉ ହଁ କଣ କରିବୁ? ଆଜ୍ଞା ଆଜ୍ଞା, ବୁଝିପାରିଲେ? ନାଇଁ ବୁଝିପାରିଲି ମୁଁ ଆପଣଙ୍କ କଥା। ହଁ ଯଦି CWSN ଅଛନ୍ତି, ଯଦି ସେମାନଙ୍କ ଦ୍ଵାରା କିଛି କରିପାରୁଛନ୍ତି, ତାକୁ ତ ନିହାତି ଡକୁମେଣ୍ଟ ଆଉ ଭିଡିଓ କରିକି ଆମକୁ ଦେବେ, ବୁଝିଲେ କି। ଯଦି ଆଜ୍ଞା CWSN ଯାହାର ପାର୍ସିଆଲି ରହୁଛି, ଯିଏ ଆସୁଛି କରୁଛି କିଛି ଜିନିଷ ରହୁଛି, ସାର୍ ହଁ ପାର୍ସିଆଲି ସେମିତି ଯିଏ ଅଛନ୍ତି ତ ଆସୁଛନ୍ତି, ଆମେ ତାଙ୍କର କରିଦଉଛୁ। କିନ୍ତୁ ଆଜ୍ଞା ଆଜ୍ଞା ଯୋଉମାନେ ପୁରା ଅଛନ୍ତି ବେଡ୍ ରିଡେନ୍ ଅଛନ୍ତି, ମ୍ୟାମ୍ ଯୋଉମାନେ ଜାଣି ପାରୁନାହାନ୍ତି। ମ୍ୟାମ୍ ସେଇଟାକୁ କଣ କରାଯିବ, ଆଉ ମାନେ କଣ ମୁଁ କହିବି ଆପଣଙ୍କୁ, ଆପଣ ଜାଣିଛନ୍ତି ଠିକ, ବୁଝିଲେ। ତା ପାଇଁ ଆଜ୍ଞା କିଛି ଅସୁବିଧା ନାହିଁ, ଆପଣ ଦେଖିବେ ଯେତିକି ଆମେ କରିପାରିବା ମ୍ୟାଡାମ, ଠିକ ଅଛି। ଆଜ୍ଞା ହଉ ହଉ ସାର୍ ଠିକ ଅଛି ସାର୍। ଆଜ୍ଞା 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 ସାର୍ ଯତୀନ୍ଦ୍ର ଆଉ ନାଥ ସାର୍ ଆଉ ବୁକ୍ ସାର୍ ରିଭ୍ୟୁ ଟା ଯୋଉ ଅଛି, ଧର ଆଜ୍ଞା ଆମର ସାହିତ୍ୟ ସୃଜନୀ 10th କ୍ଲାସ ପିଲା ବୁକ୍ ରିଭ୍ୟୁ ଟା କମ୍ପ୍ଲିଟ କରିଛନ୍ତି, 9th ର କରିନାହାନ୍ତି, ଅଧା ଅଧା କରିଛନ୍ତି। ତ ଆଜ୍ଞା ଆମେ ଯୋଉ ମୋ କଥା ମୋ କାହାଣୀ ତ ସମସ୍ତେ ଦେଖେଇବେ, ବୁକ୍ ରିଭ୍ୟୁ ଟା ଆମେ ଖାଲି ଯଦି କ୍ଲବ ପିଲା ଆମର ଦେଖେଇବେ ହେଇଯିବ କି ସାର୍? ଆରେ ମ୍ୟାଡାମ କେମିତି ହବ, ସେଇଟା ପା ମାର୍କ ମିଳୁଛି ସେଇଥିରେ ଗୋଟେ ସବଜେକ୍ଟରେ। ଏ ନା ଦିଟା ସାର୍ ଯାକ ନବମ କରିବାରେ ପିଲା କାରଣ ଅଧା କରିଛନ୍ତି ନା, ନାଇଁ ଦଶମ ଅଧା ପିଲା କଲେ କରିଛନ୍ତି। କେମିତି ହବ, ଅଧା କଲେ କେମିତି ହବ ମ୍ୟାଡାମ, ସବୁ ପିଲାକୁ କରିବାକୁ ପଡିବ। ଏଇଟା ବା ବାଧ୍ୟ ବୁକ୍ ରିଭ୍ୟୁ ଟା, ଟ୍ରେନିଂ ରୁ ଏକା କୁହା ହଉଛି। ମୋ କଥା ମୋ କାହାଣୀ ବୁକ୍ ରିଭ୍ୟୁ ଟା ଆପଣଙ୍କ ପାଇଁ ଟ୍ରେନିଂ ରେ କଣ ପାଇଁ କରାହେଇଥିଲା, କାରଣ ଆଜ୍ଞା ଏହା ଆଜ୍ଞା ଥିଲା ଯେ ସାର୍। ଏଇଟା ସମସ୍ତେ କରିବେ ମ୍ୟାଡାମ। ଆପଣ ମାନେ କରିଥିଲେ, ଆପଣ ମାନେ ମନେ ପକାନ୍ତୁ, ଫାଷ୍ଟ ବେଚ୍ ଆଜ୍ଞା ଛାଡିକି ଆଜ୍ଞା ସାର୍, ଆମେ ତ ଅନ୍ୟ ବେଚ୍ ସମସ୍ତେ କରିଥିଲୁ, ଆମେ ପିଲାଙ୍କୁ ବି ସେଇଆ କହିଛୁ, କିନ୍ତୁ ଆଜ୍ଞା। ଦଶମ ପିଲା ପ୍ରାୟତଃ ସବୁ କରିକି ଦେଇଛନ୍ତି, 9th କ୍ଲାସ ପିଲା କରୁଛନ୍ତି। 9th କ୍ଲାସ ପିଲାଙ୍କର ଟାଇମ ଅଛି ମ୍ୟାଡାମ, ଚେଷ୍ଟା କରନ୍ତୁ କରେଇଦେବା ପାଇଁ, ହଁ ବୁଝିଲେ। ତାଙ୍କୁ କରେଇଦବୁ, ଆମର ଦଶମ ପିଲା ଯେତିକି କରିଛନ୍ତି ସେତିକି ଶୋ କରେଇବୁ ତ ଏକ୍ସିବିସନ ରେ। ମ୍ୟାମ୍ ସମସ୍ତଙ୍କର କରେଇବେ ନା, ଯେତିକି 9th ପିଲାଙ୍କର ବି କରେଇବୁ ଯେତିକି କରିଛନ୍ତି। ଆଜ୍ଞା 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 କରେଇଦେବେ। ଆଚ୍ଛା ହଉ ହଉ ଠିକ ଆଜ୍ଞା ଅଛି। ଆଜ୍ଞା ଆଜ୍ଞା ସାର୍ ମୋର କିଛି କହିବାର ଥିଲା। ସାର୍ ମୁଁ ଆସୁଛି ଆପଣଙ୍କ ପାଖକୁ, ଆଉ 2 ଜଣ ଅଛନ୍ତି ଆପଣଙ୍କ ଉପରେ, ମୁଁ ହଁ ଆସୁଛି ସାର୍ ଠିକ ଆପଣଙ୍କ ଅଛି। ପାଖକୁ। ଆଜ୍ଞା ହଉ ଯତୀନ୍ଦ୍ର ନାଥ ସାର୍, ଯତୀନ୍ଦ୍ର ନାଥ ସାର୍, ଯତୀନ୍ଦ୍ର ନାଥ ସାର୍, ଯତୀନ୍ଦ୍ର ନାଥ ସାର୍ କୁହନ୍ତୁ। ତାଙ୍କର ନେଟୱାର୍କ ପ୍ରୋବ୍ଲେମ ଅଛି ବୋଧେ। ମଧୁସ୍ମିତା ସେଠୀ ମ୍ୟାଡାମ। ସାର୍ ଗୁଡ୍ ମର୍ଣ୍ଣିଂ ସାର୍। ଗୁଡ୍ ମର୍ଣ୍ଣିଂ ମ୍ୟାଡାମ, କୁହନ୍ତୁ ମ୍ୟାଡାମ। ସାର୍ ମୁଁ କହୁଥିଲି, ଆମେ ଯୋଉ ଆକ୍ଟିଭିଟି ଗୁଡା କରେଇଛୁ, ଆଜ୍ଞା ତ ମ୍ୟାଡାମ ସେଗୁଡିକୁ ସେ ଭିତରେ ତ କେତେ ଗୁଡା ଛୁଆ ଆସିନଥିଲେ, ଆଜ୍ଞା ତାଙ୍କର ମୋ କଥା ମୋ କାହାଣୀରେ କଣ ଗୁଡା ଦବୁ ସାର୍? ମ୍ୟାଡାମ ସେଇଟା ମତେ ସାର୍ ପଚାରିଲେ ମୁଁ ଆପଣଙ୍କୁ କଣ ଆନ୍ସର ଦେବି କୁହନ୍ତୁ। ଠିକ ଏବେ ଅଛି ସାର୍, 16 ରୁ 20 ଆମର ଆକ୍ଟିଭିଟି ଅଛି, ବୁଝିଲେ। ଠିକ ଅଛି ଆପଣ ସାର୍। ଆମ ଜାଣିଛନ୍ତି ଟ୍ରାଇବାଲ ଏରିଆ, ଏଇଥିରେ, ବୁଝିଲେ। ସାର୍ ମୁଁ କହୁଛି ଆପଣଙ୍କୁ, ହଁ ଟ୍ରାଇବାଲ ଏରିଆ ମକର ସଂକ୍ରାନ୍ତି ପାଇଁ ସବୁ ଛୁଆ ମାନେ ଆବସେଣ୍ଟ ପ୍ରାୟ। ଆଜ୍ଞା ଆଜ୍ଞା ତ ମୁଁ ଆଜ୍ଞା ଘରୁ ଘରୁ ଯାଇକି ସମସ୍ତଙ୍କୁ, କିଛି ଜଣଙ୍କୁ ହଁ ଫୋନ କରି ଡାକି ଦିଆଯାଉଛି ଯୋଉମାନେ ପାଖରେ ଅଛନ୍ତି। ସାର୍ ସବୁ ଛୁଆକୁ ମୁଁ ସମ୍ଭବ ମ୍ୟାଡାମ ପାରୁନାହିଁ। ଦେଖନ୍ତୁ ମ୍ୟାଡାମ, ସେଇ କଥା ମତେ କୁହନ୍ତୁ ନାହିଁ, ବୁଝିଲେ। ମୁଁ ତ ଅଥରିଟି କହୁନାହାନ୍ତି, ଆପଣ ଡିଏମ କୁ ଜଣେଇଦେବେ ଆମେ କରିପାରୁନୁ କହିକି, ନା ବୁଝିଲେ। ସାର୍ ସେଟା ବି ତ ହବ। ମୁଁ ସାର୍ ମୋର ଗୋଟେ କଥା, ମୁଁ କହିବା ମାନେ ଯେ ଆମେ ଯୋଉ ଆକ୍ଟିଭିଟି ସବୁ କରେଇଥିଲୁ, କିଛି ଆଜ୍ଞା ଜଣ ଆକ୍ଟିଭିଟିରେ ମିଶିଛନ୍ତି, ଆଉ କିଛି ଜଣ ନାହାନ୍ତି। ତ ସେଇମାନଙ୍କର ଆଜ୍ଞା ସାର୍ ମୋ କଥା ମୋ କାହାଣୀରେ ଖାଲି ପେଜ ଟା ଉଠେଇକି ତ ମୁଁ ଦେଇପାରିବିନି ଫଟୋଟା, ତା ଆଜ୍ଞା ଭିତରେ ଆଜ୍ଞା କିଛି ରହିଥିବା ବି ଦରକାର। ଆଜ୍ଞା 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 ମ୍ୟାଡାମ, ଏଇ କଥାଟା ଆପଣ ସ୍କୁଲ ଲେବୁଲରେ ଡିସାଇଡ କରନ୍ତୁ।
ଆଉ 1-on-1 ରେ ଆମେ କଥା ହେବା ବୁଝିଲେ ଏଇଟା ଆପଣଙ୍କର ମୟୂରଭଞ୍ଜ ରେ ମୁଁ ବି ଜାଣିଛି ବୁଝିଲେ ମକର କେତେ ବଡ ସେଲିବ୍ରେସନ ଆଉ ଯେହେତୁ ସରକାର ଏଇ ସମୟରେ କରିବାକୁ କହିଲେ ତ ତାପରେ ବି ମୁଁ କିଛି କହି ପାରୁନି ବୁଝିଲେ ସାର୍ ଏକ୍ସଟେଣ୍ଡ କିଛି ହବାର ଅଛି କି ନା ନାଇଁ? ମ୍ୟାମ୍ ଯଦି କିଛି ହବ ଆପଣଙ୍କୁ ଗାଇଡଲାଇନ ଯିବ ମ୍ୟାଡାମ ଆଚ୍ଛା ଠିକ ଅଛି ଆଜ୍ଞା ଆଜ୍ଞା ମ୍ୟାଡାମ थैंक यू सर ଶର୍ମିଷ୍ଠା ଧନ୍ୟବାଦ ମ୍ୟାଡାମ ଶର୍ମିଷ୍ଠା ସାର୍ କୁମାର ମ୍ୟାଡାମ ନମସ୍କାର ସାର୍। ନମସ୍କାର ହଁ ଯତୀନ୍ଦ୍ର ନାଥ ସାର୍ ନମସ୍କାର କୁହନ୍ତୁ ନମସ୍କାର ସାର୍ ସାର୍ କୁହନ୍ତୁ ଖାଲି ତ ପର୍ସନାଲି ନମସ୍କାର ସାର୍ କଣ ହବ କେମିତି ହବ ଗାଇଡଲାଇନ ଅଛି ସାର୍ ଆପଣଙ୍କ ଆୱାଜ କିଛି ଆସୁନି ସାର୍ ଯତୀନ୍ଦ୍ର ସାର୍ ଆପଣଙ୍କର ଆୱାଜ କିଛି ଆସୁନି ବ୍ୟାନର ସାର୍ ବ୍ୟାନର ସ୍କୁଲ ଉପରେ ରହିଲା ସାର୍ ସ୍କୁଲ କେମିତି ସାର୍ କରିବେ ଯାଉ କି ଆଜ୍ଞା ଆଜ୍ଞା ଯତୀନ୍ଦ୍ର ସାର୍ ଆପଣ ଗୋଟେ କାମ କରିବେ ଆଉ ତ ଆମେ ସବୁ ଯତୀନ୍ଦ୍ର ସାର୍ ମତେ ଗୋଟେ କାମ କରିବେ ଏଇ କଲ୍ ପରେ ଆପଣ ମତେ କଲ୍ କରିଦେବେ ମୁଁ କଥା ହେଇଯିବି ଆପଣଙ୍କର ଆୱାଜ ହିଁ ଆସୁନି ସାର୍ ଠିକ ଅଛି ଆଜ୍ଞା ଆଜ୍ଞା ସାର୍ କିଛି ଆୱାଜ ଆସୁନି ଆପଣ ମତେ କଲ୍ କରିଦେବେ ମୁଁ କଥା ହେଇଯିବି ଆପଣଙ୍କ ସହିତ କଟି ଯାଉଛି ଠିକ ଅଛି ଶର୍ମିଷ୍ଠା ମ୍ୟାଡାମ ଶର୍ମିଷ୍ଠା କୁମାର ମ୍ୟାଡାମ ନମସ୍କାର ସାର୍। ନମସ୍କାର ମ୍ୟାଡାମ କୁହନ୍ତୁ ମ୍ୟାଡାମ ସାର୍ ଆମର ଯୋଉ ମୋ କଥା ମୋ କାହାଣୀ ତ ସମସ୍ତେ ଦବୁ ଆଜ୍ଞା କିନ୍ତୁ ଆମର ଯୋଉ ଅଛି ଅଲଗା କ୍ଲବ ଗୁଡାକ ତାର ସବୁ ପ୍ରୋଜେକ୍ଟ କଣ କରିବା ପାଇଁ ପଡିବ? ହଁ ମ୍ୟାଡାମ ତାର ପ୍ରୋଜେକ୍ଟ ପିଲାମାନେ ଅଲରେଡି ଯୋଉଟା ଯୋଉଟା କରିଛନ୍ତି ତାକୁ ଶୋକେସ ସବୁ ପିଲାଙ୍କର ସାର୍ ନା କ୍ଲବ ୱାଇଜ? କ୍ଲବ ୱାଇଜ ନାହିଁ ସବୁ ପିଲାଙ୍କର ଯେତିକି କରିପାରିଲେ ବୁଝିଲେ ଆମର ବିଶେଷ ଧ୍ୟାନ ଦିଅନ୍ତୁ ସାହିତ୍ୟ ସୃଜନୀ ଉପରେ କାହିଁକି ଏଇଟା ସେଇ କନଫରେନ୍ସ ପାଇଁ ଯଦି ଲେଖା ଲେଖି କରିବେ ତାହେଲେ ମାନେ ପିଲା ପାରିବେ କହୁନାହାନ୍ତି ନାଇଁ ସବୁ ପିଲା ତ ପାରିବେନି ଯାହା ଯାହା କରିଛନ୍ତି ପିଲାମାନେ ଆଗରୁ ସେଗୁଡାକୁ ଶୋକେସ କର ପିଲା ବିଶେଷ କରି ମୋ କଥା ମୋ କାହାଣୀ ଉପରେ ବେଶୀ କରିଛନ୍ତି ଆଜ୍ଞା ଆଜ୍ଞା ସେଇଟାକୁ ତ କିନ୍ତୁ କରିଦିଅନ୍ତୁ ବ୍ୟାନର କିନ୍ତୁ ଆମର ତ ଏଇଟା ଯେହେତୁ 200 ପରେ ପିଲା ଗୋଟେ ରୁମ ତ ସମ୍ଭବ ନୁହେଁ ବ୍ୟାନର କଣ ଗୋଟିଏ କରିବାକୁ ପଡିବ ନା ଚାରିଟା କ୍ଲବ ପାଇଁ ଚାରିଟା କରିବା ପାଇଁ ପଡିବ? କଥା ଆପଣ ମତେ ପଚାରିଲେ ବ୍ୟାନର କେମିତି କରିବୁ ସାର୍ଟିଫିକେଟ କେମିତି କରିବୁ ଏଇଟା ମ୍ୟାଡାମ ସ୍କୁଲ ଉପରେ ରହିଲା ମ୍ୟାଡାମ ସ୍କୁଲ ଚାହିଁବ ଯେମିତି ଇଚ୍ଛା ସେମିତି ବ୍ୟାନର ତ କରିବୁ ଚାରିଟା କରିବାକୁ ପଡିବ ନା ସେଇଟା ବି କହିଲି ପରା ମ୍ୟାଡାମ ଆପଣଙ୍କ ଉପରେ ରହିଲା ମ୍ୟାଡାମ ଆପଣ କେତେଟା କରିବେ କେମିତି କରିବେ ବୁଝିଲେ ନା ତାପରେ ମୁଁ କିଛି କମେଣ୍ଟ କରିବାଟା ଠିକ ହବନି ଠିକ ଅଛି ଅଶୋକ କୁମାର ସାର୍ ସାର୍ ଟିକେ ସାର୍ ଆପଣଙ୍କ ପୂର୍ବରୁ କିଛି ଜଣ ହ୍ୟାଣ୍ଡ ରେଜ କରିକି ୱେଟ କରିଛନ୍ତି ଆପଣ ମଝିରେ କହିଦେଲେ ମୁଁ ଆପଣଙ୍କୁ କହିବାକୁ ଦେଇଦେଲେ ସେମାନେ ଇଏ କରିବେ ତ ମୁଁ ସେମାନଙ୍କ ପାଖକୁ ଯାଉଛି ଆପଣଙ୍କ ପାଖକୁ ଆସିବି ସାର୍ ବୁଝିଲେ ହଁ ଆସିବି ଆଜ୍ଞା ପ୍ରଭାସ କୁମାର ସାହୁ ସାର୍ ପ୍ରଭାସ କୁମାର ସାହୁ ସାର୍ ପ୍ରଭାସ କୁମାର ସାହୁ ହଁ ସାର୍ ସାର୍ କୁହନ୍ତୁ ଗୁଡ୍ ମର୍ଣ୍ଣିଂ ଗୁଡ୍ ମର୍ଣ୍ଣିଂ ମର୍ଣ୍ଣିଂ ସାର୍ କୁହନ୍ତୁ ସାର୍ ସାର୍ ଆମ ସ୍କୁଲରେ ଷ୍ଟୁଡେଣ୍ଟ 9-10 ରେ ପାଖାପାଖି 350 ଏଭବ ଅଛନ୍ତି ଆଜ୍ଞା ଆଜ୍ଞା ସାର୍ କିନ୍ତୁ ପ୍ରାୟତଃ ମ୍ୟାକ୍ସିମମ୍ ଛୁଆ 300 ପାଖାପାଖି ଛୁଆ କରିଦେଇଛନ୍ତି ସାହିତ୍ୟ ସୃଜନ ବୁକ୍ ରିଭ୍ୟୁ କରିଛନ୍ତି ଆଉ ମୋ କଥା ମୋ କାହାଣୀରେ ଯାହା ଯାହା ଆକ୍ଟିଭିଟି ସବୁ କରିଛନ୍ତି ଧନ୍ୟବାଦ ସାର୍ ଆଜ୍ଞା ଆଉ କିନ୍ତୁ ଗୁଡାଏ ଛୁଆ ଆସୁନାହାନ୍ତି ବିଲକୁଲ ସ୍କୁଲକୁ ଆଜ୍ଞା ସାର୍ ସେଇଟା ସେମାନଙ୍କ ପାଇଁ ସାର୍ ଦେଖନ୍ତୁ ଏଇଟା ଆଉଥରେ ଆଡମିନିଷ୍ଟ୍ରେଟିଭ କଥା ଆସିଲା ମୁଁ ମାନେ ଡେ 1 ରୁ କହିଛି ଆପଣଙ୍କୁ ମୁଁ ସବୁଥିରେ ଆପଣଙ୍କୁ ସାହାଯ୍ୟ କରିପାରିବି କିନ୍ତୁ ଆଡମିନିଷ୍ଟ୍ରେଟିଭ କଥାରେ କେମିତି କଣ କରିବେ କାହା ଦ୍ଵାରା କରିବେ କି ନ ଆସିଲେ କଣ କରିବେ ସେଇଟା ଆପଣ ମାନେ ଡିସାଇଡ କରିବେ ସାର୍ ସେଇଥିରେ ମୁଁ କମେଣ୍ଟ କରିବାଟା ଠିକ ହବନି ଆଉଟସାଇଡର ହିସାବରେ ଶୁଣନ୍ତୁ ସାର୍ ଆମେ ତାଙ୍କ ଘର ସହିତ କଣ୍ଟାକ୍ଟ ଯାଇଥିଲୁ ଛୁଆ ମାନେ ପ୍ରାୟତଃ ବାହାରକୁ ପଳଉଛନ୍ତି କାମ କରିବା ଲାଗି ଆମେ ୱେଷ୍ଟର୍ଣ୍ଣ ଓଡିଶାରେ ଅଛୁ ଛୁଆମାନେ ବାହାରକୁ ପଳଉଛନ୍ତି ସେମାନେ ଗୋଟେ ସ୍କୁଲ ଆସୁନାହାନ୍ତି ଆମେ ଯେତିକି ଚେଷ୍ଟା କରିବା କଥା କରିଛୁ କିନ୍ତୁ ତାପରେ ବି ଆସିନାହାନ୍ତି ଛୁଆ ଆଜ୍ଞା ରେଗୁଲାର ଆଜ୍ଞା ଆବସେଣ୍ଟ ଆଜ୍ଞା ଆଜ୍ଞା ସାର୍ ତାପରେ ତ କଣ କରିବାକୁ ପଡିବ ସେଇଟା ସ୍କୁଲ ଆଡମିନିଷ୍ଟ୍ରେସନ ଡିସାଇଡ କରିବ ସାର୍ ତ ଠିକ ଅଛି ଆମର ଲକ୍ଷ୍ୟ ହଉଛି ମ୍ୟାକ୍ସିମମ୍ ପିଲାଙ୍କର ସବୁ ପିଲାଙ୍କର ବହିଟା ବାହାରିବ ବହି ଠିକ ଅଛି ସାର୍ ଆଉ ଆଜ୍ଞା ସାର୍ ଆଜ୍ଞା ଆଉ ଗୋଟେ କଥା ଆଜ୍ଞା ସାର୍ କୁହନ୍ତୁ ଆମର ଯୋଉ ଲିଙ୍କ ଦିଆଯାଇଛି ଯେ ପର ଇଣ୍ଡିଭିଜୁଆଲ ଛୁଆ ପାଇଁ ଡାଟା ଅପଲୋଡ ହବ ସବୁ ଆଜ୍ଞା ଆଜ୍ଞା ସାର୍
କିନ୍ତୁ ସାର୍ ଏତେ ଗୁଡେ ଛୁଆ ପାଇଁ ଯଦି ଏତିକି ଟାଇମ ଭିତରେ ଅପଲୋଡ ସାର୍ କରିବାଟା ଏବେଠୁ କରିଦିଅନ୍ତୁ ଆଉ ସେ ଯୋଉ ଯେତିକି ପିଲା ଅଛନ୍ତି ସେତିକି ଅନୁସାରେ ସବୁ ଟିଚରଙ୍କ ସହିତ ବାଣ୍ଟି ଦିଅନ୍ତୁ ଯୋଉଠି ସବୁ ଟିଚର କରିପାରିବେ ତ ଅପଲୋଡ? ହଁ ନିହାତି କରିପାରିବେ ନିହାତି ଠିକ ଅଛି ସାର୍। କରିପାରିବେ। ନା ସେଇଟା ଗୋଟେ ଡାଉଟ ଥିଲା ଆଉ କାଲି ମୋ ଆଇଡିରେ କରାହବ ନା ସବୁ ଟିଚର ମାନେ କରିପାରିବେ ସେଇଟା ମୁଁ ଭାବୁଥିଲି। ହଁ ମାନେ ସ୍କୁଲ ର ନା ସ୍କୁଲ ର ଇମେଲ ଆଇଡି ଦେଇଦେବେ କାମ ସରିଯିବ। ଠିକ ଅଛି ଇମେଲ ଆଇଡି ଦେବା। ହଁ ସ୍କୁଲ ର ଇମେଲ ଆଇଡି ଦେଇଦେଲେ ଗୋଟେ ଇମେଲ ଆଇଡି ହେଇଗଲା ତ ଆଉ ଡୁପ୍ଲିକେଟ ଡେଟା ବୋଲି ଜଣା ପଡିବନି। ଠିକ ଅଛି। ଆଚ୍ଛା ଆଚ୍ଛା ସାର୍ ଆଉ ଗୋଟେ ସାର୍ ଯୋଉ ବ୍ୟାନର ହବ ସେ ବ୍ୟାନର ରେ କଣ ସାହିତ୍ୟ ସୃଜନ ଲେଖା ହବ ପର୍ଟିକୁଲାର? ଏଇଟାର ଆନ୍ସର କିଏ ମୋ ପାଇଁ ଦେବେ କହିଲେ? ବ୍ୟାନର କଥାଟାରେ କି ମୋ ପାଇଁ ଟିକେ ଦେଇଦେବେ। ଫଣ୍ଟ ଆସିଛି ନା ସାର୍ ସେଟା ଦେଇହବ ନା ନିଜେ ସ୍କୁଲ ତିଆରି କରିବ? କୋଉଟା ନିଜେ ସ୍କୁଲ ତିଆରି କରିବେ? ବିଦ୍ୟାଳୟ ସ୍ତରୀୟ ଯୋଉ ଉତ୍ସବ ପାଳନ ହବ ସୃଜନଶୀଳତା ଉପରେ ଦିଆଯାଇଛି ଚିଠିରେ ସେ ଅନୁସାରେ ଦିଆହବ। ଆଚ୍ଛା ଠିକ ଅଛି ସାର୍। ଧନ୍ୟବାଦ ସାର୍ ଧନ୍ୟବାଦ ସାର୍ ଥ୍ୟାଙ୍କ ୟୁ। ଧନ୍ୟବାଦ ସାର୍। ଶ୍ୟାମପ୍ରସାଦ ମିଶ୍ର ସାର୍ ଶ୍ୟାମପ୍ରସାଦ ମିଶ୍ର ସାର୍ ଶ୍ୟାମପ୍ରସାଦ ମିଶ୍ର ସାର୍ ଠିକ ଅଛି। ହରିହର ପଣ୍ଡା ସାର୍ ନମସ୍କାର ସାର୍। ନମସ୍କାର ସାର୍ କୁହନ୍ତୁ ସାର୍। ଆଉ ଆପଣଙ୍କୁ ବହୁତ ବହୁତ ଅଭିନନ୍ଦନ ଯାହା ହଉ ସାର୍ ବହୁତ ଗାଇଡ କରୁଛନ୍ତି ଯାହା ଫଳରେ ଆମେ କିଛି ଆଗେ ଯାଇପାରୁଛୁ ଏବଂ କରିପାରୁଛୁ କାମ ବହୁତ କିଛି। ନାଇଁ ସାର୍ ଆପଣ ମାନଙ୍କୁ ଧନ୍ୟବାଦ ଆପଣ ଏତେ ପ୍ରେସର ଏତେ ଗୁଡାଏ ଜିନିଷ କରୁଛନ୍ତି ଯାହା ପାଇଁ ଆମର ଗୁଡାକ ହଉଛି ବୁଝିଲେ। ଆଜ୍ଞା ମୁଁ କୁହନ୍ତୁ ସାର୍। ବିଦ୍ୟାଳୟ ସ୍ତରରେ ଏବଂ ବ୍ଲକ ସ୍ତରରେ ସବୁ ସାରଙ୍କ ସହିତ ଟଚରେ ଅଛି ଏବଂ ସେମାନେ ସମସ୍ତେ କଲେଣି ଏବଂ ବିଶେଷ କରି ଯୋଉ ମୋ କଥା ମୋ କାହାଣୀ ପାଇଁ ପିଲାମାନେ ବି ବହୁତ ଆଗ୍ରହୀ ବର୍ତ୍ତମାନ ବି କରୁଛନ୍ତି ସେମାନେ ସମସ୍ତେ ବସିକି କରୁଛନ୍ତି ଯାହା ଗୋଟେ ଭଲ ପ୍ରୟାସ। ଆଉ ଆପଣ ଟିକେ ଯୋଉ କ୍ଲିପ ଗୁଡା କଥା କହୁଥିଲେ ସେଟା କେତେ କେତେ ସମୟରେ କଲେ ହବ ସର୍ବନିମ୍ନ? ସାର୍ ଦେଖନ୍ତୁ ରିଲ ଟା 30 ସେକେଣ୍ଡ ର ହୁଏ ତ ଯଦି 30 ସେକେଣ୍ଡ ର 45 ସେକେଣ୍ଡ ର କରିବେ ତ ସବୁ ପ୍ଲାଟଫର୍ମ ରେ ଯାଇପାରିବେ। ଆଚ୍ଛା ସବୁ ପ୍ଲାଟଫର୍ମ ଆମେ ପଠେଇବା? ସାର୍ ମାନେ କେମିତି କଣ କରାହବ ତା ବିଷୟରେ ଏବେ ପାଇଁ ସୁଟିଂ କରିକି ରଖିଥାନ୍ତୁ। କେମିତି କଣ କରା କଥାଟା ହଉଛି ଆମେ ତ ସବୁ କରୁଛୁ ଆପଣ ତ ସବୁ ଦାୟିତ୍ୱ ସାହିତ୍ୟ ସୃଜନୀ ଉପରେ ଦେଇଦେଲେ ସେଥିପାଇଁ ଆମେ ଦୁଃଖିତ ନୁହେଁ ବହୁତ ବରଂ ଖୁସି କିନ୍ତୁ କଥା ହଉଛି ମାନେ ସବୁ କଥା ବୁଝିଗଲା ବେଳକୁ ସେମାନେ ଜାଣିଗଲେ ନା ଯେତେବେଳେ ଯୋଉ ମିଟିଂରେ ଏଚଏମ୍ ଙ୍କ ମିଟିଂରେ କହିଦିଆଗଲା ଯେ ସାହିତ୍ୟ ସୃଜନୀ ହିଁ ସବୁ କରିବେ ତେଣୁ ସେଇଥିରେ ସେମାନେ ଟିକେ ଢୁଳେଇ ଗଲେ ସମସ୍ତେ ଟିକେ ମାନେ ଅନ୍ୟଙ୍କର ବି ସାର୍ ରିପୋର୍ଟିଂ ଅଛି ଅନ୍ୟମାନେ ତାଙ୍କର ରିପୋର୍ଟିଂ କରିବେ ତାଙ୍କର ବି ଫର୍ମ ଅଛି ସାର୍ ଆମର ଯେମିତି ଦିଟା ଫର୍ମ ଦିଆଯାଇଛି ଆପଣ ମାନଙ୍କୁ ଗୋଟେ ଫର୍ମ ହଉଛି ସ୍କୁଲ ୱାଇଜ ଷ୍ଟାଟସ୍ ଆଉ ଗୋଟେ ଫର୍ମ ହଉଛି ଇଣ୍ଡିଭିଜୁଆଲ ରିପୋର୍ଟିଂ ଦିଆ ହେଇଛି ସାର୍ ଗୋଟେ ମାନେ ଡିପାର୍ଟମେଣ୍ଟ ତରଫରୁ ତ ସେଇଥିରେ ଆପଣ ମାନେ ଅନ୍ୟ ଟିଚର ମାନଙ୍କର ମଧ୍ୟ ସାହାଯ୍ୟ କରିବେ ଜଣେ କରିବେ ନାହିଁ। ଭଲ କଥା ଅନ୍ୟମାନଙ୍କ ଯେମିତି ଆପଣ କରୁଛନ୍ତି ସାହିତ୍ୟ ସୃଜନରେ ସେମିତି ଅନ୍ୟ ମାନଙ୍କୁ କଣ କିଛି ଦିଆଯାଉନି ମାନେ ଦିଆହେଇଛି ସାର୍ ଦିଆହେଇଛି 3ଟା ଦିଆହେଇଛି ସାର୍ ଅନ୍ୟମାନଙ୍କ ପାଖରେ ପହଞ୍ଚି ପାରୁନି ଆମର ଟିକେ ସ୍ପିଡ ପହଞ୍ଚୁ ଆଜ୍ଞା ହଁ ଅନ୍ୟ ମାନଙ୍କର କଣ କଣ କରାଯିବ ସେଇଟା ପୁରା କ୍ଲିୟରଲି ଲେଖା ହେଇଛି। ସେଇଟା ତ ଜାଣିଛୁ ସାର୍ ସେମାନେ କଣ କରିବେ ନାହିଁ ଜାଣିଛୁ ମାନେ ରିପୋର୍ଟିଂ ସମସ୍ତଙ୍କର ଅଛି କି ନାହିଁ? ଅଛି ସମସ୍ତଙ୍କର ଅଛି ସାର୍ ଖାଲି ଆପଣଙ୍କୁ ହଇରାଣ କରାଯାଉନି ସମସ୍ତେ ହିଁ ହଇରାଣ ହଉଛନ୍ତି। ନାଇଁ ସାର୍ ହଇରାଣ କଥା ନୁହେଁ ବୁଝିବା ପାଇଁ ଚାହୁଁଛି ସାର୍ ହଇରାଣ କଥା କିଛି ନୁହେଁ ଯେତେ କାମ ଦେବେ ଆମେ କରିପାରିବୁ କିଛି ଅସୁବିଧା ନାହିଁ। ହଇରାଣ କଥା ନୁହେଁ ବୁଝିବା ପାଇଁ ଚାହୁଁଥିଲି ଇନଫରମେସନ। ସାର୍ ସେ ଇଣ୍ଡିଭିଜୁଆଲ ଲିଙ୍କ ଆଉ ଥରେ ପଠେଇଦେବେ ତ ସାର୍? ଏବେ ମୁଁ ପଠେଇଦେବି ଇଏ ସରିଲା ପରେ ଇଣ୍ଡିଭିଜୁଆଲ ଲିଙ୍କ ଟା ପଠେଇ ଦିଅନ୍ତୁ ଆମେ ଏବେ ଏଠୁ ଭରିବା ଷ୍ଟାର୍ଟ କରିବୁ ଆଉ। ବିଲକୁଲ ସାର୍ ତାପରେ କଥା ହବା ସାର୍ ଟିକେ ମତେ ଟାଇମ କଥା ହବା ବିଜୟିନୀ ମ୍ୟାଡାମ ଧନ୍ୟବାଦ ସାର୍ ବିଜୟିନୀ ମ୍ୟାଡାମ ବିଜୟିନୀ ମିଶ୍ର ମ୍ୟାଡାମ ନମସ୍କାର ଆଜ୍ଞା ସାର୍ ନମସ୍କାର। ଆଜ୍ଞା ଆପଣଙ୍କ ଦେହ ଆହୁରି ଖରାପ ହେଇଯାଇଛି ବୋଧେ? ଦେହ ଖରାପ ହେଇ ଆପଣଙ୍କ ସହିତ ପରେ କଥା ହେବି ସେ ବାବଦରେ ଏବେ ସାର୍ ମୁଁ ଫିଲ କରୁଛି ସେ ଡାଟା ଗୁଡାକ କିନ୍ତୁ ମାନେ ଫଟୋ ଅପଲୋଡ କରିବା ପାଇଁ କି ସାର୍ ½ ହେଇଗଲାଣି ଗୋଟେ ଫଟୋ ଅପଲୋଡ ହଉନି ଯୋଉ ଡ୍ରାଇଭ ସିଷ୍ଟମ ହେଇଛି ଯୋଉ ସେସନ ରିପୋର୍ଟିଂ ରେ ଯେମିତି ସିଷ୍ଟମ ହେଇଥିଲା ସେଇଟା ହେଲେ ବେଟର ହୁଅନ୍ତା କାରଣ ଆମେ କେତେ ସମୟ ଧରିକି ବସିବୁ ସାର୍ କୁହନ୍ତୁ ନା।
ଓ ମାନେ ହଉନି ଏଥିରେ? ନା ନା ବିଲକୁଲ ହଉନି। ମୁଁ ଯୋଡ଼େ ମୋବାଇଲ ଧରିକି ବସିଲେଣି ଆଣ୍ଡ ମୋ ନେଟ୍ କାଳେ 5G ଅଛି, ତଥାପି କାଳେ ନ ଆସିବ। ୱାଇଫାଇ ବି କନେକ୍ଟ କଲି ଯୋଉଟା ପୁରା ସ୍ପିଡ ଅଛି ସ୍କୁଲର, ଫିର ବି ହଉନି ଅପଲୋଡ ହିଁ ଆଜ୍ଞା ନାହିଁ। ମୁଁ ଡାଟା ଦେଖୁଛି ମ୍ୟାଡାମ, ଆଜ୍ଞା ଦେଖୁଛି ଆଉ ସାର୍ ତାପରେ ସାର୍ ଇଏ ବେଟର କରୁଛି। ସେସନ ରିପୋର୍ଟିଂ ସେଟା କମ୍ଫର୍ଟେବଲ ହେଇଯାଉଥିଲା। ଆଜ୍ଞା ମୁଁ ଦେଖୁଛି ମ୍ୟାଡାମ, ମୁଁ ଦେଖିକି ଆପଣଙ୍କୁ ଆଜ୍ଞା ଇଏ ସାର୍ କରୁଛି। ଏଇ ଗୋଟେ ତ ମୋର ଟିକେ ଥିଲା, ଦେଖି ଦିଅନ୍ତୁ ଯଦି ହେଇଗଲା ଭଲ ହୁଅନ୍ତା ଟିକେ ଆମ ପାଇଁ, ସମସ୍ତଙ୍କ ପାଇଁ। ଆଜ୍ଞା ମ୍ୟାଡାମ, ଆଜ୍ଞା ସାର୍ ଆଜ୍ଞା ଥ୍ୟାଙ୍କ ୟୁ ସାର୍। ଥ୍ୟାଙ୍କ ୟୁ ମ୍ୟାଡାମ। ଦାମୋଦର ତାପରେ ଆମର ନିରଞ୍ଜନ ମହାରାଣା ନମସ୍କାର। ନମସ୍କାର ସାର୍। ସମସ୍ତେ କହିଲେ ମୁଁ ବୁଝିଲେନି ତତେ ବିଷୟରେ ଏ ଯୋଉ ପୁସ୍ତକ ସମୀକ୍ଷା ଆଉ ଆମର ମୋ କଥା ମୋ କାହାଣୀ ନବମ ଦଶମର ପ୍ରତ୍ୟେକ ପିଲା ହିଁ କରିବେ। ଆଜ୍ଞା ସାର୍ ଆଜ୍ଞା। ସେଇଟା ତ ବୁଝେଇଥିଲା, ଆଗରୁ ତ ଶୁଣିଥିଲି ତେଣୁ କାଲି ହାତ ଟେକିଦେଲି କହିଥିଲି ଆଉ। ଆଜ୍ଞା ଥ୍ୟାଙ୍କ ୟୁ ସାର୍। ପ୍ରଦର୍ଶିନୀ ମହାପାତ୍ର ପ୍ରୀତି ପ୍ରଜ୍ଞା ପୃଷ୍ଟି ହ୍ୟାଲୋ ସାର୍। ସାର୍ ଆଜ୍ଞା ନମସ୍କାର। ମ୍ୟାଡାମ, ନମସ୍କାର ମ୍ୟାଡାମ, ସାର୍ କୁହନ୍ତୁ ଆମର ସେ ମ୍ୟାଡାମ। ସାହିତ୍ୟ ସୃଜନୀର ଫ୍ରଣ୍ଟ ପେଜ ରହିବ କି ନାହିଁ? ଆମର ଯେମିତି ମୋ କାହାଣୀ ଲେଖା ହେଲା ତାର ହେଡିଙ୍ଗ କିଛି ରହିବ? ସେଇଟା ଲେଖା ହଉଛି ମୋ କଥା ମୋ କାହାଣୀ, ଏଇଟା ହଉଛି ଆଜ୍ଞା ହେଡିଙ୍ଗ ଟା ସେଇଟା ବହିର। ହେଡିଙ୍ଗ ଟା। ଆଉ କିଛି ମାନେ ସେ ଯୋଉ କାହାଣୀ ବିଷୟରେ କୁହାହବ ସେଇ ହେଡିଂଟା ସାର୍ ଦିଆହବ କି ନାହିଁ? ମୁଁ କୋଶ୍ଚିନ୍ ଟା ବୁଝି ପାରିଲିନି ଆଉ ଥରେ, ମାନେ ଏଇଟା କୋଉ ମାନେ ବୁକ୍ ରିଭ୍ୟୁ କଥା ପଚାରୁଛନ୍ତି ନା ମୋ କଥା ମୋ କାହାଣୀ ବହି କଥା ପଚାରୁଛନ୍ତି? ସାର୍ ମୋ କଥା ମୋ କାହାଣୀ ବିଷୟରେ ପଚାରୁଛୁ, ସେଟା ହେଡିଙ୍ଗ କିଛି ରହିବନି ତ? ହେଡିଙ୍ଗ ଟା ହେଲା ମୋ କଥା ମୋ କାହାଣୀ। ଆଜ୍ଞା, ଆଉ ଯଦି କିଛି କୋଉ ସ୍କୁଲରେ ପିଲାମାନେ କରିଦେଇଛନ୍ତି ତ ମୋ କଥା ମୋ କାହାଣୀରେ ହେଇଯିବ ମ୍ୟାଡାମ, ଠିକ ଅଛି। ଆଜ୍ଞା ସାର୍ ତାମାନେ କିଛି କଭର ପେଜରେ ଆମର କିଛି ଲେଖା ରହିବନି? କରିପାରିନି, ମତେ ଟିକେ ସମରାଇଜ ମ୍ୟାଡାମ ଟାଇପର ଟିକେ ଲାଷ୍ଟକୁ କହିଦିଅନ୍ତୁ କଣ କଣ କହିବାକୁ। ହ୍ୟାଲୋ ଠିକ ଅଛି। ଅଶୋକ କୁମାର ସାର୍ କୁହନ୍ତୁ। ହଁ ସାର୍, କୁହନ୍ତୁ। ମର୍ଣ୍ଣିଂ ସାର୍। ମର୍ଣ୍ଣିଂ ସାର୍। ସାର୍ ଆମେ ତ ମ୍ୟାକ୍ସିମମ୍ ପିଲା ଆମର ବୁକ୍ ରିଭ୍ୟୁ କରିସାରିଲେଣି। ଆଜ୍ଞା ସାର୍। ନବମ ଆଉ ଦଶମର ପାଖାପାଖି 70% ପିଲା ଦେଇଦେଲେଣି, ଆଜ୍ଞା କିନ୍ତୁ ସାର୍। ମୋ କଥା ମୋ କାହାଣୀରେ କଣ ସାର୍ ରହିବ? ସାର୍ ସେଇଟା ମାନେ ମୁଁ ବହୁତ ଆଗରୁ ହିଁ କହି ଚାଲିଛି ଅଶୋକ ସାର୍। ଆପଣ ବି ଜାଣିଛନ୍ତି, ଆପଣ ଯେତେବେଳେ ଟ୍ରେନିଂ ଜଏନ କରିଥିଲେ ସେଇଥିରେ ଆପଣ ଗୋଟେ ବହିଟେ ବାନ୍ଧିଥିଲେ, ଯୋଉଥିରେ ଆପଣଙ୍କର ଗଳ୍ପ, କବିତା, ଗୀତ, ଚିତ୍ର କିଛି ବି ରହିପାରେ ସାର୍, ବୁଝିଲେ। ନାଇଁ ମୋ କଥା ପିଲାମାନେ ବୁକ୍ ରିଭ୍ୟୁ ପରେ ମୋ କଥା ମୋ କାହାଣୀର ଦେବେ କି? ସାର୍ ମୋ କଥା ମୋ କାହାଣୀଟାକୁ ହିଁ ଆପଣଙ୍କୁ ଏବେ ରିପୋର୍ଟ କରିବାକୁ ପଡିବ। ଅଧିବେଶନ ଯୋଉ 23, 24, 25 ଯଦି ଆପଣ ଦେଖିବେ ସେଇଥିରେ ଲେଖା ହେଇଛି ସାର୍, ମୋ କଥା ମୋ କାହାଣୀ ଆପଣଙ୍କର ଇଏ ହେଇଛି, ସେଇଟା ସବୁ ପିଲାଙ୍କ ପାଇଁ ବାଧ୍ୟତାମୂଳକ ସାର୍। ଆଜ୍ଞା। ଠିକ ଅଛି ଆଜ୍ଞା। ଆଉ ସାର୍ କେତେ ଆସିଛି ଫର୍ମ କଣ? କଣ କହିଲେ? ୟା ପାଇଁ ଯୋଉ ଆମର ହବ 20 ତାରିଖରେ, ସେଥିପାଇଁ କଣ ସାର୍ ଫର୍ମ? ନିହାତି ଆସିଛି ସାର୍, 16 ରୁ 20 ତାରିଖରେ ଯୋଉ ଇଭେଣ୍ଟ ହବ ତା ପାଇଁ ଆସିଛି ସାର୍ ଫଣ୍ଡ। ଆପଣ ଦୟାକରି ଟିକେ ଚେକ୍ କରିଦେବେ ନିଜ ଆକାଉଣ୍ଟ। ଆପଣ ଯଦି ସ୍କୁଲ 5T HST ଅଣ୍ଡରରେ ଆସୁଛି, ଆପଣଙ୍କର ଯଦି ସ୍କୁଲ 5T HST ଅଣ୍ଡରରେ ଆସୁଛି, ଗୋଟେ ଲିଷ୍ଟ ଦିଆ ହେଇଥିଲା ତ ତାକୁ ଚେକ୍ କରିଦେବେ, ଠିକ ଅଛି। ହଁ ସେଇଟା ଆମେ ଜାଣିବୁ। ପ୍ରଦର୍ଶନୀ ମ୍ୟାଡାମ। ହଁ ସାର୍, ମୁଁ ସାର୍ କୁହନ୍ତୁ। ଆରମ୍ଭରୁ ମାନେ ଜଏନ କରିପାରିନଥିଲି, ମତେ ଟିକେ ସମରାଇଜ ଟାଇପର କଣ କଣ କରିବାକୁ ହବ ଟିକେ କହିଦିଅନ୍ତୁ। ମ୍ୟାଡାମ ଆପଣ ଆପଣଙ୍କର ଟିକେ ବ୍ଲକର ଯିଏ ଏମଟି ଅଛନ୍ତି ତାଙ୍କ ସହିତ ଟିକେ କଥା ହେଇଯିବେ, ଯିଏ ଆପଣଙ୍କର ସାଥୀ ଏମଟି ମାନେ ଅଛନ୍ତି ଟିକେ କଥା ହେଇଯିବେ, ସେମାନେ ଆପଣଙ୍କୁ ଗାଇଡ ମାନେ କରିଦେବେ। ଆମର ଯିଏ ମାଷ୍ଟର ଟ୍ରେନର ଥିଲେ ତ? ହଁ 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 ଆମର ଯିଏ ମାଷ୍ଟର ଟ୍ରେନର ଥିଲେ ତ? ହଁ ଆଜ୍ଞା ମ୍ୟାଡାମ।
ସାଥିରେ କଥା ହେବି, ସେ ତ କହିଛନ୍ତି, ତଥାପି ଆଜ୍ଞା ଆଜି ମ୍ୟାଡାମ। କଣ କିଛି କରିବାକୁ ଆଉ ପଡିବ ନାଇଁ କି? ନାଇଁ ସେଇଟା ଉପରେ ହିଁ କଥାବାର୍ତ୍ତା ହେଇଥିଲୁ ମ୍ୟାଡାମ, ତ ଯୋଉଦିନ ଆପଣ କଥା ହଉଛି ହେଇଯିବେ। ଆମର ହଁ ସୃଜନୀ ପାଇଁ ସାହିତ୍ୟ ଆଜ୍ଞା ସୃଜନୀ ପାଇଁ ଯୋଉଦିନ ଆମର 19 ରେ ବୋଧେ କରିବୁ, ଆଜ୍ଞା ଆଜ୍ଞା ସେଇଦିନ ମ୍ୟାଡାମ। ହିଁ ଆମର ଯୋଉ ଯାହା କରିବା କଥା କରିବୁ। ଆଜ୍ଞା ମ୍ୟାଡାମ। ଆଜ୍ଞା ହଉ ସାର୍, ଆଜ୍ଞା ଧନ୍ୟବାଦ। ଧନ୍ୟବାଦ ମ୍ୟାଡାମ। ଲିଜା ପରିଡ଼ା ମ୍ୟାଡାମ। ଗୁଡ୍ ମର୍ଣ୍ଣିଂ। ଗୁଡ୍ ମର୍ଣ୍ଣିଂ ସାର୍। ହ୍ୟାଲୋ ଗୁଡ୍ ମର୍ଣ୍ଣିଂ ମ୍ୟାଡାମ, କୁହନ୍ତୁ। ସାର୍, ଯୋଉ ପୁସ୍ତକ ସମୀକ୍ଷାର କଣ ମୋ କଥା ମୋ କାହାଣୀ ଉପରେ ହବ ଏଇଟା? ମ୍ୟାଡାମ ଆପଣଙ୍କ ଆୱାଜ ଆସୁନି। ହ୍ୟାଲୋ। ହଁ ମ୍ୟାଡାମ କୁହନ୍ତୁ। ଆଜ୍ଞା ସାର୍, ମୁଁ କହିଲି ଏଇଟା ଆଜ୍ଞା ଯୋଉ ହବ କେବଳ ମୋ କଥା ମୋ କାହାଣୀ ଉପରେ ହବ ନା ପୁସ୍ତକ ସମୀକ୍ଷା ବି ଏଥିରେ ହବ? ମ୍ୟାମ ସେ ଯୋଉ ଗାଇଡଲାଇନ ଲେଖା ହେଇଛି ସେଥିରେ କୁହା ହେଇଛି ମ୍ୟାଡାମ ଏଇ କଥାଟା, ଟିକେ ଦୟାକରି ସେ ଗାଇଡଲାଇନ ଟାକୁ ଦେଖିଦେବେ। ମୋ କଥା ମୋ କାହାଣୀ କୁହାହେଇଛି ନା, ମୁଁ କିଛି ଟିଚର ନାଇଁ ନାଇଁ ମାନଙ୍କର ଶୁଣିଲି ରିପ୍ଲାଏ କି ସେମାନେ ନାଇଁ ନାଇଁ ତା ତଳେ ଅଲରେଡି ଲେଖା ହେଇଛି ମ୍ୟାଡାମ, ପୁସ୍ତକ ସମୀକ୍ଷା, ମୋ କଥା ମୋ କାହାଣୀ, ଗଳ୍ପ ପଠନ, କବିତା ଆବୃତ୍ତି, ଆଉ ଆମର ୱାଲ ମ୍ୟାଗାଜିନ, ସାହିତ୍ୟ ସୃଜନର ଏଇ 4ଟା ଜିନିଷ ଶୋକେସ କରାଯିବ। ସାର୍, ଯୋଉ ତା ଠିକ ଅଛି ଭିତରେ ମ୍ୟାଡାମ। ଅଛି ଯୋଉ ଆସିଛି ଚିଠିଟା, ସେଥିରେ ଅଛି ଅନ୍ୟ କିଛି ଗପ ଅଛି ଯୋଉଟା କି ଆମେ ପୁସ୍ତକ ସମୀକ୍ଷାରେ ଆମେ ଅଲରେଡି କିଛି କରିସାରିଛୁ, କିନ୍ତୁ ସେଥିରେ ଯୋଉ ଗଳ୍ପ ପଠନ କବିତା ଆବୃତ୍ତି ପାଇଁ ଅଛି ସେଟା ଏକ୍ସଟ୍ରା କିଛି ଅଛି ଯୋଉଟାକୁ ପିଲାଙ୍କୁ ଆମେ ରେଡି କରିବୁ ନା ଖାଲି ଆମେ ଯାହା କରିଛୁ ସେଇଆକୁ ହିଁ କରେଇବୁ? ମ୍ୟାମ ଉପରେ ରହିଲା ମ୍ୟାଡାମ, ସ୍କୁଲ ଯଦି ଚାହିଁବ ଯୋଉ ଜିନିଷଟା ଅଛି ତା ଉପରେ ମଧ୍ୟ କରିପାରିବେ ମ୍ୟାଡାମ। ଠିକ ଅଛି। କବିତା ଆଉ ପୁସ୍ତକ ଯୋଉ ଗପ ସେଗୁଡାକ ଅଲଗା କିଛି ଅଛି ଯୋଉଟା ଆମେ କରିନୁ, ଆମେ ତା ଭିତରୁ କିଛି ମ୍ୟାଡାମ କରିଛୁ ଆଉ କିଛି କରିନୁ। ସେଇଟା ହିଁ ମୁଁ କହୁଛି ଆପଣଙ୍କୁ, ଆପଣ ଆପଣଙ୍କ ସୁବିଧାରେ ମଧ୍ୟ କରିପାରିବେ, ପିଲାଙ୍କୁ ଯୋଉଥିରେ କମ୍ଫର୍ଟେବୁଲ, କିଛି ଅସୁବିଧା ଆଜ୍ଞା ନାହିଁ ସେଇଥିରେ। ଠିକ ଅଛି। ଆଜ୍ଞା ଆଜ୍ଞା। ଆଉ ସାର୍, ଅପଲୋଡ ଯୋଉ ହବ କେବଳ ମାନେ ପିକଚର ଟା ଅପଲୋଡ ହବ ପିଲାଙ୍କ ବହିର ନା ଆଉ କିଛି? ପିଲାଙ୍କର ଯୋଉ ବହିଟା ଦେଇଛନ୍ତି, ମୋ କଥା ମୋ ଆଜ୍ଞା କାହାଣୀ, ତାର କଭର ପେଜ ଟା, ଫ୍ରଣ୍ଟ ପେଜ ଟା ଖାଲି। ଆଜ୍ଞା ଠିକ ଅଛି। ଖାଲି ପେଜ ଟା ଅପଲୋଡ ହବ, ଫ୍ରଣ୍ଟ ଆଉ ପେଜ ଟା। ଡିଟେଲ୍ସ ଯାହା ଅଛି ତାକୁ। ଆଜ୍ଞା ହଁ ହଁ ହଁ। ଆଜ୍ଞା ସାର୍, ଥ୍ୟାଙ୍କ ୟୁ। ଥ୍ୟାଙ୍କ ୟୁ ମ୍ୟାଡାମ। ରୀନା ସାବର ମ୍ୟାଡାମ। ରୀନା ସାବର ମ୍ୟାଡାମ। ନମସ୍ତେ ସାର୍। ନମସ୍ତେ ମ୍ୟାଡାମ। ସାର୍, ମୋର ଗୋଟେ ଡାଉଟ ଥିଲା ଯେ ମୋ କଥା ମୋ କାହାଣୀ ଯୋଉ କରିବେ ସାର୍, ଏଥିରେ ଆଜ୍ଞା ଯେହେତୁ ଏଠି ହିନ୍ଦୀ କିଏ ନାହାନ୍ତି, ସାଂସ୍କ୍ରିଟ ଅଛନ୍ତି, ଆଜ୍ଞା ତ ଇଂଲିଶ ସାଂସ୍କ୍ରିଟ କୁ ନେଇକି କରିବି ସାର୍? ମ୍ୟାଡାମ ଯେକୌଣସି ସବଜେକ୍ଟକୁ ନେଇ କରିପାରିବେ ମ୍ୟାଡାମ, ଓଡିଆ ଉପରେ ଟିକେ ଅଧିକ ଧ୍ୟାନ ଦେବେ। ୱାଲ ମାଗାଜିନ ଆକ୍ଟିଭିଟି କରିଛନ୍ତି ତାକୁ ନେଇ ଗୋଟେ ବହିଟେ ବାନ୍ଧିବେ। ଆଜ୍ଞା, କିନ୍ତୁ କମ୍ପଲସରୀ ନାହିଁ ସାର୍, ତାହେଲେ ମୋ କଥା ମୋ କାହାଣୀ 3ଟା ଯାକ ସବଜେକ୍ଟ କୁ ଆଡ କରିବାର ଅଛି ବୋଲି? ଯୋଉଟା ପିଲା କରିଛନ୍ତି ସେଇଥିରେ କରନ୍ତୁ ମ୍ୟାଡାମ, ଆଉ ସମୟ ନାହିଁ, ବୁଝିପାରିଲେ? ଆଜ୍ଞା ଆଉ ଆଜ୍ଞା। ସମୟ, ତ ଯୋଉଥିରେ କରିଛନ୍ତି ସେଇଥିରେ କରାନ୍ତୁ। ତ ସାର୍, ହଁ ଲାଇବ୍ରେରୀ ବୁକ୍ସ ନେଇକି ଷ୍ଟଡି ବୁକ୍ସ ଉପରେ ବି କରିହେବ ସାର୍? ପୁସ୍ତକ ପଚାରିଲେ ଆଜ୍ଞା। ଆପଣ ପୁସ୍ତକ ସମୀକ୍ଷା କଥା ପଚାରିଲେଣି ମ୍ୟାଡାମ, ଆଉଥରେ ଆପଣ ଆଚ୍ଛା ପୁସ୍ତକ ଆଚ୍ଛା, ଏଇଟା ସମୀକ୍ଷା ଖାଲି ମୋ ଆକ୍ଟିଭିଟି କଥା ମୋ ବେସ୍ କାହାଣୀ। କରି ହବ ସାର୍? ଆଜ୍ଞା ହଁ, ଆଜ୍ଞା। ଯୋଉ ୱାଲ ମାଗାଜିନ ଆକ୍ଟିଭିଟି ଗୁଡାକ, ଗଳ୍ପ, ଗୀତ ଯୋଉଟା କରିଛନ୍ତି, ତାପରେ ମୋ କଥା ମୋ କାହାଣୀ ଟା ହବ। ଅଧିବେଶନ 23-24 ଟାକୁ ପଢନ୍ତୁ, 25 ଟାକୁ ପଢନ୍ତୁ, ତ ଆଜ୍ଞା ଜାଣିପାରିବେ ସାହିତ୍ୟ ବହିର। ଆଜ୍ଞା। ତ ଆଜ୍ଞା ସାର୍, ମୁଁ ଆଜ୍ଞା ଟିକେ କନଫ୍ୟୁଜ ଥିଲି, 3ଟା ଯାକ ସବଜେକ୍ଟ ଆଡ କରିବେ ନା ପିଲା ଯେମିତି ଏଇଠି କରିପାରିବେ କରିପାରିବେ କରିପାରିବେ, କିଛି ଅସୁବିଧା ନାହିଁ। ସାର୍? ବହି ସମୀକ୍ଷା ଟା ଅଲଗା, ଏଇଟା ଅଲଗା, ଠିକ ହଁ ଅଛି। ଆଜ୍ଞା ଆଜ୍ଞା ଆଜ୍ଞା। ନମସ୍କାର। ଅରୁଣ ଜେନା ସାର୍ କୁହନ୍ତୁ। ସାର୍ ମ୍ୟୁଟ ରେ ଅଛନ୍ତି ଅରୁଣ ଜେନା ସାର୍। ସାର୍ ନମସ୍ତେ। ନମସ୍ତେ, କୁହନ୍ତୁ ସାର୍। ସାର୍ ମୁଁ ଏମଟି ସାର୍ ସେଇଟା ଜଣା ଅଛି ଦିଟା ସାର୍। ସ୍କୁଲର ସାର୍। ସାର୍ ଆଚ୍ଛା ଦିଟା କୁହନ୍ତୁ ସ୍କୁଲର ସାର୍। କହୁଛି, ସେଇଟା ଏଇଟା ଜଣା ନାହିଁ। ଆଜ୍ଞା ଆଜ୍ଞା, କୁହନ୍ତୁ ସାର୍। ସାର୍ ଦିଟା ସ୍କୁଲ ଆଜି ମୁଁ ଆପଣଙ୍କୁ କହିଥିଲି। ଆଜ୍ଞା ଆଜ୍ଞା ସାର୍ କହୁନାହାନ୍ତି। ମୁଁ ପୁସ୍ତକ ସମୀକ୍ଷା ସାରିଛି। ହଁ ସାରିଛି। ଆଜ୍ଞା
ଆଉ ଗପ ଗୀତ ଆକୁ ବି ମୁଁ ସାରିଛି କିନ୍ତୁ ଏଟା ଅପଲୋଡ କରିନାହିଁ। ଆଉ ଅନ୍ୟ ଦିଟା ଅପଲୋଡ କରିଦେଇଛି ଦିଟା ସ୍କୁଲରେ। ଆଜ୍ଞା ସାର୍ ମୋର ଗୋଟେ କଥା ହଉଛି ଫାଷ୍ଟ ଥିଲା 16 ରୁ 24 ପୁଣି ଏଟା ଡେଟ୍ ଚେଞ୍ଜ ହେଲା 16 ରୁ 20। ଆଜ୍ଞା 20 କାଲି 17 ତ ଛୁଟି। ଆଜ୍ଞା 18 19 20 ଏଇ ଭିତରେ ଗୋଟେ ଡେଟ୍ ସାର୍ କରିମୁ। ଆଜ୍ଞା ପିଲାମାନଙ୍କୁ ଦେଇ ସାରିଛୁ ମୋ କଥା ମୋ କାହାଣୀ ସିଏ ଯାହା ଲେଖିବେ ଯିଏ ଯେତକ ଲେଖିଛନ୍ତି ତାକୁ ଆମେ ଅପଲୋଡ କରିମୁ ନା ନାଇଁ ନାଇଁ ମଝିରେ ନାଇଁ ତ ନାଇଁ 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 ସମସ୍ତଙ୍କୁ ନାଇଁ ଆପଣ ସାର୍ ବୁଝନ୍ତୁ ଯେତିକି ଲେଖିଛନ୍ତି କୁହନ୍ତୁ। ଅପଲୋଡ କରିବେନି। ଯୋଉ ବହିଟା ପିଲାମାନେ ବନେଇବେ ବହିର କଭର ଫଟୋଟା ଅପଲୋଡ କରିବେ। ବହିର ଭିତର କିଛି ଅପଲୋଡ କରିବା ଆଜ୍ଞା ଦରକାର ଆଜ୍ଞା ନାହିଁ। ମୁଁ ସେଇଟା ସାର୍ ମୁଁ ସେଇଟା କହୁଛି। ଆଜ୍ଞା ଆଉ ଗୋଟେ କଥା ଆମ ହେଡ୍ ସାର୍ କହୁଥିଲେ ଆଉ ଯୋଉ ମିଟିଂ ଟା ହବ ତା ପଇସା ଏପର୍ଯ୍ୟନ୍ତ ଆସିଲା ନାହିଁ। ସାର୍ ଯାଇକି ତାଙ୍କୁ କୁହନ୍ତୁ ପାସବୁକ୍ ଅପଡେଟ କରିବେ। ଯଦି ଆପଣଙ୍କର 5T HST ଅଣ୍ଡରରେ ସ୍କୁଲ ଅଛି ଆସିଯାଇଛି ସାର୍ ପଇସା। ଆଜ୍ଞା ଆସିନି ଯୋଉଟା କି ଭେରିଫିକେସନ ହଉଛି ସେମାନଙ୍କର ବି ଆସିଯିବ। ଠିକ ଅଛି ସାର୍ ମୁଁ ଯୋଉ ଦିଟା ସ୍କୁଲରେ ଅଛି ଶୁଣନ୍ତୁ ସାର୍ ହଁ ହଁ ଗୋଟେ ମଦର ସ୍କୁଲ ଗୋଟେ ସ୍କୁଲ 5T ଅଣ୍ଡରରେ ଅଛି। ହଁ ଗୋଟେ ସ୍କୁଲ 5T ସରିଲାନି ଆଉ ଗୋଟେ 5T କାମ ପ୍ରୋସେସିଂ ହଉଛି ଏଇନା ବିଲ୍ଡିଂ ଆରମ୍ଭ ହଉଛି। ସାର୍ ଏଇ କଥା ଯାକ ବୁଝିଲେ ନା ଆଡମିନିଷ୍ଟ୍ରେସନ କଥା। ଆଜ୍ଞା ଆପଣ ଆଜ୍ଞା ଲୋକଙ୍କ ସହିତ ଟିକେ କଥା ହେଲେ ଆଉ ଟିକେ ଭଲ ହବ ସାର୍। ଠିକ ଅଛି ଆଜ୍ଞା 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 ନା ଠିକ ଅଛି ମୋ ଡାଉଟ ଟା ସାର୍ ମୁଁ ଆପଣଙ୍କୁ ଜଣେଇଲି ବା। ଆଜ୍ଞା ଆଜ୍ଞା ସିଏ ଆଜ୍ଞା ମତେ ହେଡ୍ ସାର୍ ଏଇ ଲାଗେ କହୁଥିଲେ ଆଜ୍ଞା କହିଲେ ପଇସା ପତ୍ର ତ ନାହିଁ ଆମେ କଣ କରିମୁ ଆଜ୍ଞା ଆପଣ ଆଜ୍ଞା ତ ସାର୍ ସେଇଟା କଥା ହେଇଯିବେ ସାର୍। ପଇସା ପତ୍ର ଆସିଛି ତାଙ୍କୁ କୁହନ୍ତୁ ଚେକ୍ କରିବେ। ଠିକ ଅଛି ଉଭୟ ସ୍କୁଲକୁ ଆସିଛି। ହଁ ହଁ ଆଜ୍ଞା ସବୁ ଆଜ୍ଞା ସ୍କୁଲକୁ ଯାଇଛି ସାର୍ ଚେକ୍ କରିବାକୁ କହିବେ। ଆଜ୍ଞା ଆଜ୍ଞା ସାର୍ ଅଫିସ ଲେବୁଲ କିଏ ଆସିବେ କି ଜଏନ କରିବା ପାଇଁ ନା ଆମେ ଏଇଠି ଆମ ଚେୟାରମ୍ୟାନ ଇଏ କହିପାରିବାନି ସାର୍। ଯୋଉଠି ଯିଏ ଯାହାକୁ ଡକାଯିବ ସେମାନେ ସବୁ ଯିବେ ସାର୍। କହିପାରିବିନି ମୁଁ ସେଇ ଆଚ୍ଛା ଉପରେ କିଛି। ଆମେ ତାହେଲେ ଆମ ଉପରେ ନିର୍ଭର କରେ ସାର୍। ଆଜ୍ଞା 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 ଥ୍ୟାଙ୍କ ୟୁ ସାର୍। ଆଜ୍ଞା ଆଜ୍ଞା ସୁଭାଷ ଚନ୍ଦ୍ର ସାହୁ ସାର୍ ମୋ କଥା ମୋ କାହାଣୀ ମୋ କଥା ମୋ କାହାଣୀ ପିଲା ନିଜେ ନିଜେ ସୁଭାଷ ଚନ୍ଦ୍ର ସାହୁ ସାର୍ ସୁକାନ୍ତି ଲତା ଦାସ ସାର୍ ନମସ୍କାର। ହଁ ମ୍ୟାଡ଼ାମ କୁହନ୍ତୁ ହ୍ୟାଲୋ କୁହନ୍ତୁ ମ୍ୟାଡ଼ାମ ସାର୍ ଅଲରେଡି ମୋର କ୍ୱେଶ୍ଚନରେ ଆନ୍ସର ପାଇଗଲି କିନ୍ତୁ ପାଇଗଲେ ତ? ସାର୍ ହଁ ଆମେ ଯେ ଅପଲୋଡ କରାଯିବ ସେଇଟା ହଁ କେବଳ ମୋ କଥା ମୋ କାହାଣୀ ନା ବୁକ୍ ରିଭ୍ୟୁର ଯୋଉ ଫ୍ରଣ୍ଟ ନାଇଁ ପେଜ ନାଇଁ ଟା ମୋ ବି? କଥା ମୋ କାହାଣୀ ମ୍ୟାଡାମ ସେଇଥିରେ ଲେଖା ହେଇଛି। ସେ ଯୋଉ ମେସେଜ ଟାକୁ ମୁଁ ଆଉଥରେ ପଠେଇ ଦଉଛି ଆପଣ ଦୟାକରି ଟିକେ ପଢିବେ ଆଜ୍ଞା ସାର୍ ସେଇଟା ଇଏ ଆଜ୍ଞା। କରିଦେବେ ଠିକ ଅଛି। ସାର୍ ଆମର ଟୋଟାଲ ପିଲାରୁ ପାଖାପାଖି 40-45ଟା ଯେହେତୁ 64 ପିଲା ଆମ ସ୍କୁଲରେ ତ ଆଜ୍ଞା 40-45ଟା ବହି ଅଲରେଡି ହେଇସାରିଛି ତ ସେତିକି ଅପଲୋଡ କଲେ ହବନି? ନାଇଁ ମ୍ୟାଡାମ ସବୁ ଆଉ ତ ପିଲାର ସାର୍ ଏବେ ମକର ପାଇଁ ସାର୍ ଛୁଆ ଚେଷ୍ଟା ଆସୁନାହାନ୍ତି କରିବେ କଣ କରିବା? ମ୍ୟାମ୍ ସେଇଟା ମତେ କୁହନ୍ତୁନି। ଚେଷ୍ଟା କରନ୍ତୁ ଏଇଟା ଡିପାର୍ଟମେଣ୍ଟ କହିଛି ସବୁ ପିଲାରୁ ବାହାରିବ ମ୍ୟାଡାମ ଠିକ ଅଛି। ସୁକାନ୍ତି ଆଜ୍ଞା ଲତା ଆଜ୍ଞା ଆଜ୍ଞା ମମତା ମହାନ୍ତି ଥ୍ୟାଙ୍କ ୟୁ। ମ୍ୟାଡାମ ଥ୍ୟାଙ୍କ ୟୁ ମ୍ୟାଡାମ। ମମତା ମହାନ୍ତି ମ୍ୟାଡାମ ସାର୍ ନମସ୍କାର। ଆଜ୍ଞା ମ୍ୟାଡାମ କୁହନ୍ତୁ ମ୍ୟାଡାମ। ହଁ ସାର୍ ଆମର 10th ପିଲା ତ ଜମାରୁ ପ୍ରାୟ ଆସୁନାହାନ୍ତି ଆମେ ବହୁତ କଭର କଲୁଣି କଣ କରିବା ସେଇ 10th? ଦେଖନ୍ତୁ ମ୍ୟାଡାମ ଏଇଟାରେ ମୁଁ ଆପଣଙ୍କୁ କଣ କହିପାରିବି ମ୍ୟାଡାମ କହୁନାହାନ୍ତି। ଆପଣ ଚେଷ୍ଟା କରିବେ ସବୁ ଆଜ୍ଞା ପିଲାଙ୍କର ବାହାର କରିବା ପାଇଁ ସେଇଟା ହିଁ ସତ୍ୟ ମ୍ୟାଡାମ ବୁଝିଲେ। ସାର୍ ଏଇ ପରୀକ୍ଷା ଟା ପୁରା ପାଇଗଲାଣି ନିହାତି ନା ନିହାତି ସେଇଥିପାଇଁ ପିଲା ନିହାତି ପ୍ରାୟ ନିହାତି ନିହାତି ଅଛି ମ୍ୟାଡାମ ପରୀକ୍ଷା ପାଇଁ ବି ମୁଁ ଜାଣିଲୁ ମାନୁଛି। ଯେତେବେଳେ କିଏ କଥା ହବା ଟିଚର ନେଲା ନା ମାନଙ୍କର ମିଟିଂ କଥା କରାଯାଇଥିଲା ହଉ ଠିଆ କରୁ ହେଲେ ନା ପଚାରିବି ମୁଁ ଯୋଉଟା ନଥିବ କହିଲେ ଯେ ହେଇପାରିବ ତ ବୁକ୍ ଆଉ ରିଭ୍ୟୁ ମୋ କରିପାରିବା। କଥା ମୁଁ ଲେଖିନଥିବି କଥା ଛେଚିବି ହେଲା ହୁଅନ୍ତୁ ନା ନିଜ ଭିତରେ ଦେଖିବା ଠିକ ଅଛି। ଏଇ ସାର୍ ପିଲା ଜମାରୁ କେତେ କହିଲୁଣି ସମସ୍ତେ ଆସୁ ହିଁ ନାହାନ୍ତି ତେଣୁ 9th କ୍ଲାସ ପିଲାଙ୍କୁ ନେଇକି କରି ହେଇଯିବ କି 10th କ୍ଲାସ ର କିଛି ପିଲା ନା ମ୍ୟାଡାମ ନା ଏଇ ସବୁ ପିଲାଙ୍କୁ ନେଇ କରିବାକୁ ପଡିବ ମ୍ୟାଡାମ ବୁଝିଲେ। ସବୁ ପିଲାଙ୍କର ଗୋଟେ ଗୋଟେ ବହି ବାହାରିବ ତାପରେ ଆଉ କିଛି ଡିସକସନ ନାହିଁ ମ୍ୟାଡାମ। ଆଜ୍ଞା ସାର୍ ସୁଭାଷ ଚନ୍ଦ୍ର ସାହୁ ସାର୍ କଣ ଥ୍ୟାଙ୍କ ୟୁ ସାର୍। ପଚାରୁଛନ୍ତି? ଆଜ୍ଞା ମ୍ୟାଡାମ ଏଇ ସାର୍ ସୁଭାଷ ଚନ୍ଦ୍ର ସାହୁ ସାର୍ ସାର୍ ଗୋଟେ କଥା କହିଥାନ୍ତି। ହଁ କୁହନ୍ତୁ ସାର୍। ସାର୍ ଯୋଉମାନେ ବହି ମୋ କାହାଣୀ ମୋ ଭିଡିଓ କଥା ଆଉ ମୋ କାହାଣୀ ଆଉ ଦେଇନାହାନ୍ତି ଫଟୋ ଅପଲୋଡ ହବ ତ ଡାଇରେକ୍ଟ ସିଧାସଳଖ ଅପଲୋଡ ହବ ତ? ଆଜ୍ଞା ଆଜ୍ଞା ସାର୍ ଯୋଉ ଲିଙ୍କ ଦେଇଛନ୍ତି ସେଥିରେ ସାର୍ ଯୋଉ ଭିଡିଓ ଆଉ ଫଟୋ ଅପଲୋଡ ହବ ସେ ଭିଡିଓ ସିଧାସଳଖ ପାଇଁ ନାହିଁ ସାର୍ ଖାଲି ଫଟୋ ଅପଲୋଡ କରିବେ
ठीक अछि अच्छा सर थैंक यू कवर सर थैंक यू कवर ସାର୍ ମୋ पेज କଥା ସାର୍ ମୋ କଥା ମୋ କାହାଣୀ ବହି ଯୋଉମାନେ ପାଇନାହାନ୍ତି ସାର୍ କଣ କରିବା ଯେ? सर ହ୍ୟାଲୋ मो कथा मो कहानी बहिटा निजे करिवार अछि सर ବହି ସ୍କୁଲରେ ନାହିଁ ସାର୍ सर ଟୋଟାଲ बही ଗୋଟେ ବହି स्कूल ବି रे ବଣ୍ଟା नाही ହେଇନି ପିଲା सर से जो पिला माने ସାର୍ ଙ୍କୁ କେମିତି କଣ ମୁଁ କହିବି ସାର୍ ନାଇଁ ଯୋଉ ଆମର ସାର୍ ଆମର ପିଲାମାନେ ୱାଲ୍ 500ଟା ପିଲା ମ୍ୟାଗାଜିନ୍ ଆକ୍ଟିଭିଟି କରିଛନ୍ତି ବୁଝିଲେ ସାର୍ ଶୁଣନ୍ତୁ ଆମ ସାର୍ ମୁଁ ସ୍କୁଲରେ 500ଟା ପିଲା କହୁଛି ଶୁଣନ୍ତୁ ସାର୍ ଶୁଣନ୍ତୁ ପିଲାମାନେ ଯୋଉ ୱାଲ୍ ମ୍ୟାଗାଜିନ୍ ପାଇଁ ଆକ୍ଟିଭିଟି ଦେଇଛନ୍ତି ତାକୁ ନେଇକି ବହିଟେ ବନ୍ଧା ହବ ସାର୍ କିଛି ବହି ଯାଇନି ସେମିତିଆ ମୋ କଥା ମୋ ନା କାହାଣୀ ନା ବହି ସେୟା କହୁଥିଲା ଆମେ 500ଟା ପିଲା ଗୋଟେ ବି ବହି ବାଣ୍ଟିନି ସେମାନେ ତ ମୁଁ କହିଲେ ସେମାନେ କିଛି ଦଉନାହାନ୍ତି ମୁଁ କଣ କରିବି ଯେ ସାର୍ ସେମାନଙ୍କୁ ଝଗଡା ଡିଓଙ୍କୁ ବିନା କଣ ଲେଖିକି ଦେଇଦିଅନ୍ତୁ ଡିଓଙ୍କୁ ଲେଖିକି ଦେଇଦିଅନ୍ତୁ ସାର୍ ମୁଁ ବାନ୍ଧି ପାରୁନି କହିକି ଠିକ ଅଛି ଏବେ ତ ଆଜ୍ଞା ଡିଓଙ୍କୁ ପଚାରିବେ ନା ପ୍ରିନ୍ସିପାଲ ସେକ୍ରେଟାରୀ ଆପଣ ଲେଖିକି ଦେଇଦିଅନ୍ତୁ ଆଜ୍ଞା ସାର୍ ଠିକ ମୁଁ ଅଛି ସହିତ 6 ମାସ ହେଲାଣି ମୁଁ କହୁଛି ସେମାନଙ୍କୁ ଟୋଟାଲ ଦଉନାହାନ୍ତି କିଛି ନାହିଁ ଗୋଟେ ବହି ବି ଦଉନାହାନ୍ତି ଆଜ୍ଞା ସେଇଟା କହିଦେବେ ସାର୍ ହେଲା ଆଜ୍ଞା ହଁ ଆଜ୍ଞା ସାର୍ ଆଜ୍ଞା ତ ଆପଣ ମାନଙ୍କ ପାଇଁ ଦିଟା ଫର୍ମ ମୁଁ ପ୍ରାୟ ସବୁ ପ୍ରଶ୍ନର ଉତ୍ତର ଦେଇ ଦେଇଛି ଆପଣ ମାନଙ୍କ ପାଇଁ ଦିଟା ଫର୍ମ ମୁଁ ଗ୍ରୁପରେ ସେୟାର କରୁଛି ଗୋଟେ ହଉଛି ଷ୍ଟାଟସ ର ଫର୍ମ ଆଉ ଗୋଟେ ହଉଛି ଅପଲୋଡ ର ଫର୍ମଟା ହଉଛି ପ୍ରତି ପିଲାଙ୍କ ପାଇଁ ଥରେ ଭରିବାକୁ ପଡିବ ଯୋଉ ପିଲାର ଯୋଉ ଆମର ବହି ରହିଛି ମୋ କଥା ମୁଁ କାହାଣୀ ଲେଟ୍ସ ସେ ମୋ ନା ବିଶ୍ୱଜିତ ମୋ ପାଇଁ ଗୋଟେ ମୁଁ ବହି ବନେଇଲି ତ ତାର କଭର ପେଜରେ ଗୋଟେ ଫଟୋ ଉଠାଯିବ ଆଉ ମୋର ଡିଟେଲ୍ସ ସେଇଥିରେ ଫିଲ୍ଅପ୍ କରିକି ମୋର କଭର ପେଜ ଟାକୁ ସେଇଥିରେ ଛଡାଯିବ ଠିକ ଅଛି ଏଇଟା ହଉଛି ଗୋଟେ ଫର୍ମ ଆଉ ଗୋଟେ ଫର୍ମ ହଉଛି ସ୍କୁଲ ୱାଇଜ ଷ୍ଟାଟସ ଆମ ସ୍କୁଲରେ କେତେ ବହି ତିଆରି କରିକି କାଢୁଛୁ ସେଇଟା ପାଇଁ ତ ଆପଣଙ୍କ ମାନଙ୍କୁ ଅନୁରୋଧ ଦିଟା ଯାକୁ ଭରିବା ଆରମ୍ଭ କରିଦିଅନ୍ତୁ ଷ୍ଟାଟସ ଟା ଆପଣଙ୍କୁ 1 ମିନିଟ ଲାଗିବ ଲେଟ୍ସ ସେ ମୋର 100 ପିଲା 100 ବହି ବାହାରିବ ସାର୍ ଟିକେ ଡାଉଟ ସାର୍ ଷ୍ଟାଟସ ଟା କହିଲେ ଆମର ସାର୍ ଯୋଉ ହଁ ଷ୍ଟାଟସ କୁହନ୍ତୁ କହିଲେ ସାର୍ ସେଇଟା ଆମର କମ କରି ପଡିବ ବୋଲି 100 ପିଲା ଆସୁଥିଲେ 60 କରିକି ଛାଡି ଦେଇଛନ୍ତି ତ ପୁଣି ଆଉଥରେ ଦେବେ ସେଇଟା ଭୁଲ 100% କରିକି ନା କଣ ହଁ ସାର୍ ସେଇଟା ଭୁଲ ସାର୍ ବୁଝିଲେ 100 ପିଲା କହିଲେ 100 ପିଲାଙ୍କର ସାର୍ ବୁଝିଲେ ନା ଯୋଉମାନେ ଷ୍ଟାଟସ ଛାଡିଦେଇ ହଉଛି ପୁଣି ଛାଡିବେ ଆଉଥରେ ଷ୍ଟାଟସ ଟା ନା ସାର୍ ନା ବହି ତ ଆପଣ ସାର୍ କହିଲେ ଛାଡି 100% ଦିଅନ୍ତୁ କରିବା ପାଇଁ ହଁ ଛାଡି ଦିଅନ୍ତୁ ଆଉ ସାର୍ ଠିକ ଅଛି ଛାଡି ଦିଅନ୍ତୁ ଯେତିକି ସେଟା ଛାଡିଲେ ପିଲାଙ୍କର ହବ ତ ହଁ ଛାଡିଲେ ହବ ସାର୍ ଆଜ୍ଞା ଠିକ ଅଛି ଠିକ ଅଛି ତ ମୁଁ ଆଶା କରୁଛି ଆପଣ ମାନଙ୍କର ସମସ୍ତଙ୍କର ପ୍ରଶ୍ନର ଉତ୍ତର ମୁଁ ଦେଇଥିବି ମନରେ କିଛି ସଂଶୟ ନଥିବ ଯଦି ଆପଣଙ୍କ ମନରେ ସାର୍ କିଛି ପ୍ରଶ୍ନ ପଚାରିବେ ସାର୍ ସାର୍ ଗୋଟେ ପ୍ରଶ୍ନ ହଁ ପଚାରିବେ ସାର୍ ହଁ ପଚାରନ୍ତୁ ସାର୍ ସାର୍ ପିଲା 100ରୁ ଯଦି ଲଙ୍ଗ ଆବସେଣ୍ଟ ଏମିତି 8-10 ଜଣ ରହିଯାଇଛନ୍ତି ସେମାନଙ୍କୁ ତ ଆଉ କରିହବନି ସାର୍ ସାର୍ ସେଇ କଥା ଆମେ ହେଲେ କିଛି ଲାଭ ନାହିଁ ବୁଝିଲେ ନା ସେଇ କଥା ଆମେ ହେଇଗଲେଣି ଅଲରେଡି ଲଙ୍ଗ ଆବସେଣ୍ଟ ପିଲା ନାହାନ୍ତି ଆମକୁ ସାର୍ କରିବାର ଅଛି କେମିତି କଣ କରିବା ଆପଣ ଟିକେ ଏଚଏମ୍ ମାନଙ୍କ ସହିତ କଥା ହେଇକି ଚେଷ୍ଟା କରନ୍ତୁ କେମିତି କଣ କରାଯିବ ଠିକ ସେମାନେ ଅଛି ସବୁ ସାର୍ ଦେଶ ହାଇଦ୍ରାବାଦ ସୁରଟ ସବୁ ପଳେଇଛନ୍ତି ସାର୍ ପିଲାମାନେ ଆଜ୍ଞା ସାର୍ ଯଦି ଯାଇଛନ୍ତି ତା ପାଇଁ ଆପଣ ଲେଖିଦେବେ ଏତିକି ପିଲା ମୋର ଯାଇଛନ୍ତି ହେରି ଠିକ ଅଛି ଓକେ ସାର୍ ଥ୍ୟାଙ୍କ ୟୁ ସାର୍ ସାର୍ ଠିକ ମୋର ଅଛି ରହିଲି ସାର୍ ନମସ୍କାର ସାର୍ ଆଜ୍ଞା ଟିକେ ନମସ୍କାର ସାର୍ ହଁ ସଞ୍ଜୟ ସାର୍ କୁହନ୍ତୁ ସାର୍ ଆମର 10th କ୍ଲାସ ର ଗୋଟିଏ ପିଲା ଫର୍ମ ଫିଲ୍ଅପ କରିନି ତାର କରିବି ନା ନାହିଁ ସାର୍ ସେଇଟା ଆଉଥରେ ଆଡମିନିଷ୍ଟ୍ରେଟିଭ କଥା ହଁ ଆସିଗଲା ସାର୍ ଆପଣଙ୍କୁ ମାନେ ସୁବିଧା form ସାର୍ ନାଇଁ ସାର୍ ସେଇଟା ଆପଣଙ୍କର ଇଏ କଥା ସେଇଥିରେ ମୁଁ କମେଣ୍ଟ କରିବାଟା ଠିକ ହବନି ସାର୍ ଆଡମିନିଷ୍ଟ୍ରେଟିଭ କଥା ଗୁଡାକରେ ମୋର କିଛି ବି କହିବାଟା ଠିକ ହବନି ଦୟାକରି ସେଇଟା ଆପଣଙ୍କ ଲେବୁଲରେ ଆପଣ ଇଏ କରିପାରିବେ ସାର୍ ଠିକ ଅଛି ଠିକ ଅଛି ସାର୍ ଆଉ ବାକି ଆମର ସବୁ ପିଲାଙ୍କର ସରିଯାଇଛି ଆଜ୍ଞା ଗୋଟିଏ ପିଲା ରହିଲା ଗୋଟେ ଏକା ସତ୍ୟ ସାର୍ ସବୁ ପିଲାଙ୍କର ବାହାରିବ ଠିକ ଅଛି ଆଜ୍ଞା ହଁ ଠିକ କ୍ଲବ ଅଛି ନାହିଁ ସ୍କୁଲ ଯାକ ପିଲାଙ୍କର ହଁ କାର୍ତ୍ତିକ ସାର୍ କୁହନ୍ତୁ କଣ ଆଜ୍ଞା ସାର୍ କହୁଛନ୍ତି ସାର୍ ମୁଁ ହଁ କହିବା କଥା ଯେ ଯୋଉ ମୋ କଥା ମୋ କାହାଣୀ ବଦଳ ପିଲା କିଛି ପ୍ରଥମେ ଲେଖିଦେଇଛନ୍ତି ମୋ ବହି ବୋଲି ସାର୍ ଉପରେ ଗୋଟେ ଖାଲି ମୋ କଥା ମୋ କାହାଣୀ ଲେଖିଦିଅନ୍ତୁ କାମ ସରିଲା ଆଜ୍ଞା ଆଜ୍ଞା କି ମଝିରେ କୋଉଠି ମଝିରେ ଲେଖା ଲେଖିଦିଅନ୍ତୁ କି ଆସିବ ସାଇଡରେ ଲେଖିଦିଅନ୍ତୁ ମୋ କଥା ମୋ କାହାଣୀ ଗୋଟେ ଲେଖିଦିଅନ୍ତୁ ଲେଖିଦେଇଛନ୍ତି କିଛି ଅସୁବିଧା ନାହିଁ ଆଜ୍ଞା ଆଜ୍ଞା ଠିକ ଆଜ୍ଞା ଅଛି ଆଜ୍ଞା ଆଜ୍ଞା ତ ମୁଁ ଆଶା କରୁଛି ଆପଣ ମାନଙ୍କର ପ୍ରଶ୍ନର ଉତ୍ତର ମୁଁ ଦେଇପାରିଥିବି ଆଉ ଆପଣ ମାନଙ୍କୁ ଅନୁରୋଧ ରହିବ ଏ କାର୍ଯ୍ୟ ବିଶ୍ରାମଟିକୁ ଭଲ ଭାବେ କରନ୍ତୁ ଆଉ ଆପଣ ମାନଙ୍କ ଯୋଗୁଁ ହିଁ ଆମେ ଏଇ ୱାର୍ଲଡ ରେକର୍ଡ ଟା କରିବାକୁ ଯାଉଛୁ ଆଉ ଯଦି ଆପଣଙ୍କ ମନରେ କିଛି ବି ପ୍ରଶ୍ନ ରହିଲା ଆପଣ ଦୟାକରି ମତେ ମେସେଜ କରିବେ ମୁଁ ତାର ଉତ୍ତର ନିହାତି ଦେବି ନମସ୍କାର ସାର୍ ନମସ୍କାର ବିଶେଷ ସାର୍ ଆଜ୍ଞା କଣ୍ଟାକ୍ଟ ପିସୁ ନମ୍ବର ସାର୍ ସେୟାର କରିଦେବେ ସାର୍ ସାର୍ ମୋର ସାର୍ କଣ୍ଟାକ୍ଟ ସବୁ ନମ୍ବର ଅଛି ପିଲା ଗ୍ରୁପରେ ସାର୍ ଆମର କରିବେ କି ମାଷ୍ଟର ଟ୍ରେନର ମାନଙ୍କ ଗ୍ରୁପରେ
ତୁଷାର ସାର୍ କଣ କହୁଥିଲେ? ସବୁ ସାର୍ ପିଲା କରିବେ 17 କି ତାରିଖରେ ହଁ ତୁଷାର ସାର୍ କୁହନ୍ତୁ। 17 ତାରିଖଟା ଛୁଟି ଅଛି ସାର୍। ଆଜ୍ଞା। ଆଉ 18ରେ HM ମାନଙ୍କର ସାର୍ JNB ଟେଷ୍ଟ ପାଇଁ ଗୋଟେ କଣ ହଉଛି ପ୍ରିପାରେଟରୀ ମିଟିଂ ଅଛି ସାର୍। ଆଜ୍ଞା। ଆଉ 19ରେ ପୁଣି ରୋଲ ନମ୍ବର ଗୁଡାକ ସିଟିଂ ପ୍ଲାନ୍ କରାହବ। ଆଉ 20ରେ JNB ଟେଷ୍ଟ ଅଛି ସାର୍। ତ ଟିକେ ପ୍ଲିଜ ସାର୍ ଡେଟ୍ ଟା ଟିକେ ଏକ୍ସଟେଣ୍ଡ କଲେ ଭଲ ହେଇଥାନ୍ତା ସାର୍। ଡେଟ୍ ଆମେ ତ କରିପାରିବୁନୁ, ଆପଣ ଡିଓଙ୍କୁ ଟିକେ ଡିସ୍କସ୍ କରିକି କେମିତି କଣ ହବ ଆପଣ ଟିକେ କଥା ହେଇଯାଆନ୍ତୁ। ସାର୍ HM ମାନେ ହିଁ କହିଛନ୍ତି କରିବେ କହିକି, ସେଇଟା ହଉଛି ସମସ୍ୟା ହଉଛି କଥା। ଯେତେବେଳେ ସାର୍ ସେମାନେ କେବେ ବୁଲିବାକୁ ସାର୍ ଡିଓ କେବେ ଆସିବ ଯେ ସ୍କୁଲ ଆଡେ? ସେଇଟା ଡାକନ୍ତୁ ଗୋଟେ ଥର ସାର୍। ବୁଝିଲେ ଆପଣଙ୍କର କୋଉ ସ୍କୁଲ କହିଲେ? ପଦ୍ମକୁମାର ବିଦ୍ୟାନିକେତନ। କଣ ସ୍କୁଲ ନା? ପଦ୍ମକୁମାର ବିଦ୍ୟାନିକେତନ। ପଦ୍ମକୁଣ୍ଡ ପଦ୍ମକୁମୁଦ ବିଦ୍ୟାନିକେତନ। ଆଜ୍ଞା ଆଜ୍ଞା ସାର୍ ଆପଣଙ୍କର ଏଇଟା କୋଉଠି ଅଛି ସ୍କୁଲ ଟା? କୋଉ ବ୍ଲକ? ମଙ୍ଗଳାଯୁଡ଼ି ସାର୍, ନୂଆପଡ଼ା ସାନି ବ୍ଲକ। ମଙ୍ଗଳାଯୁଡ଼ି ଜିଲ୍ଲା? ଜିଲ୍ଲା ଖୋର୍ଦ୍ଧା। ସେଟା କୋଉ ମୁଁ କିଛି ବୁଝିପାରୁନି। ଠିକ ଅଛି ହଉ। ଆଉ ସାର୍ କାହାର କିଛି ପ୍ରଶ୍ନ ଅଛି? ହଁ ଚିନ୍ମୟ ମ୍ୟାଡାମ କୁହନ୍ତୁ। ଆଜ୍ଞା ମ୍ୟାଡାମ କୁହନ୍ତୁ। ସାର୍ ମୁଁ ସଟରଡେ ଦିନ କରେଇଥିଲି ବହି ବନ୍ଧେଇ କାମ, ଯେତିକି ହେଇଥିଲା 65 ଟା ମୁଁ ସେତିକି ଡାଟା ଦେଇଦେଇଛି। ମତେ ଆଉ ଥରେ ଡାଟାଟା ଦବାକୁ ହବ କି? ହଁ ଦେଇଦେଲେ ଭଲ ମ୍ୟାଡାମ। ଯେତିକି ଆପଣ କମ୍ପ୍ଲିଟ କରିଛନ୍ତି, ଯଦି ଷ୍ଟାଟସ୍ ଆପଣ ଚେଞ୍ଜ କରିଦିଅନ୍ତୁ। ଠିକ ଅଛି, ହେଇଯିବ ମ୍ୟାଡାମ ହେଇଯିବ। ଆଜ୍ଞା ସାର୍, ଥ୍ୟାଙ୍କ ୟୁ ସାର୍। ଠିକ ଅଛି। କଣ କଥା ସାଉଣ୍ଡ ଆଉଛି କର, ମୁଁ ନିଜେ ନିଜେ କାମ କରୁନ, ଫାଷ୍ଟ କର ଶେଷ କଲ କି ଆରମ୍ଭ। ହ୍ୟାଲୋ ଆଜ୍ଞା ଆଜ୍ଞା ସାର୍ କୁହନ୍ତୁ ସାର୍। ମର୍ଣ୍ଣିଂ ସାର୍। ମର୍ଣ୍ଣିଂ ସାର୍। ସାର୍ ଯାହା ହଉ ଏଇ କଥା ଗୁଡିକର ସମାଧାନ ଅତି ସହଜରେ ହଉଥିଲା, ତାହା ଶୁଣିଲି। ତେଣୁ ଆପଣଙ୍କୁ ଲାଷ୍ଟରେ ଟିକେ କଥା ହେଇକି ବନ୍ଦ କରିବେ, ଆପଣ ଯାଉଛନ୍ତି ନା, ସେଥିପାଇଁ ମୁଁ ଆପଣଙ୍କୁ ଟିକେ ଖାଲି କଥା ହେଇଗଲି ଆଉ। ଧନ୍ୟବାଦ ସାର୍। ସାର୍ ଉଚ୍ଚ ସ୍ଥାନରେ ରହିଲା ପରେ ସମସ୍ତଙ୍କୁ ଭଲ ସାଦର ବ୍ୟବହାର କରି କାର୍ଯ୍ୟ ତୁଲେଇବାକୁ ମଣିଷକୁ ଗୋଟେ ଜାଗା ମିଳିଥାଏ। ସେଇ ଜାଗାରେ ସମସ୍ତଙ୍କୁ ସ୍ଥାନ ମିଳିଲେ ସମସ୍ତେ ବି ଏମିତି ଆପଣଙ୍କ ଭଳିଆ ହେବେ। ଆଜ୍ଞା ସାର୍। ସାର୍ ବୁଝିହେଲା ନା? ବୁଝିଗଲି। ଆଜ୍ଞା, ସେଥିପାଇଁ ଗର୍ବିତ ଆଉ ଆନନ୍ଦିତ। ମୋ କଥା ମୋ କାହାଣୀ ନିଶ୍ଚିତ ଆଗକୁ ଯିବ। ରହିଲେ ଆଜ୍ଞା, ନମସ୍କାର। ଧନ୍ୟବାଦ ସାର୍, ନମସ୍କାର। ନମସ୍କାର, ଧନ୍ୟବାଦ ସାର୍। ସାର୍ ତ ଆପଣ ମାନଙ୍କୁ ଗୋଟେ ଅନୁରୋଧ ରହିବ, ସେ 2ଟା ଫର୍ମକୁ ଟିକେ ଆପଣ ଭରି ଦିଅନ୍ତୁ। ଆଉ ମାନେ ଆମେ ଜାଣିଛୁ, ମୁଁ ତ ଜାଣିଛି ସାର୍, ଆମେ ରେକର୍ଡ କରୁଛେ। ଆପଣ ମାନେ ଜାଣିଛନ୍ତି କି ନାଇଁ ସେଇଟା ଖାଲି ଜାଣିବାଟା ବାକି ରହିଲା। ଠିକ ଅଛି, ତ ଆମେ ଚେଷ୍ଟା କରିବା ସବୁଠୁ ଭଲ ଭାବେ ଏଇ ପ୍ରୋଗ୍ରାମ ଟାକୁ କମ୍ପ୍ଲିଟ କରିବା। ଆଉ ଯଦି ଆପଣଙ୍କର କିଛି ବି ପ୍ରଶ୍ନ ରହିଲା, ଆଡମିନିଷ୍ଟ୍ରେଟିଭ କଥା ଗୁଡାକ ସାର୍ ମୁଁ କହିଲେ ଠିକ ହବନି। ମୁଁ ସେଇ ପୋଜିସନରେ ବି ନାହିଁ କି ମୁଁ ଆପଣଙ୍କୁ ସାହାଯ୍ୟ କରିପାରିବି। ଆଉ ବାକି ଯୋଉ କୌଣସି ଜିନିଷରେ ମୁଁ ଆପଣଙ୍କୁ ନିହାତି ସାହାଯ୍ୟ କରିପାରିବି ସାର୍। ଠିକ ଅଛି, ସେଇଥିପାଇଁ ମୁଁ ସେଇଥିରେ କିଛି କମେଣ୍ଟ କରିବାକୁ ଚାହୁଁନି। ଜିଲ୍ଲାକୁ ସାର୍ ଆଉ ଭୁବନେଶ୍ୱର ଟିକେ ଯିବାକୁ କଂକ୍ରିଟ ଟିକେ ଫାଇନାଲ ଟିକେ କହିଦିଅନ୍ତୁ 2-3ଟା ପଏଣ୍ଟ ଯାହା କିଛି ହବ। 2-3ଟା ପଏଣ୍ଟ କହିଲେ ସାର୍, ଆମର ମୋ କଥା ମୋ କାହାଣୀ ସମସ୍ତଙ୍କ ପିଲାଙ୍କର ବାହାରିବ। ସେଇଦିନ ଆମର ସାହିତ୍ୟ ସୃଜନ ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ତ ଆମର ଗୋଟେ ୱାଲ ମ୍ୟାଗାଜିନ ଶୋକେସ ହବ ପ୍ରତି ସ୍କୁଲରେ। ମୋ କଥା ମୋ କାହାଣୀ ବହି, ଆଉ ଆପଣଙ୍କର ଇଏର ବହି, ଆପଣଙ୍କର ପୁସ୍ତକ ସମୀକ୍ଷା ସାର୍ ମୁଁ ତ କିଛି କରିନି, ପିଲାମାନେ ମତେ କିଛି ଜାଣି ପାରୁନାହାନ୍ତି, କେତେ କହିଲେ ମଧ୍ୟ ସେଟାର ସାର୍ ଆପଣ ଗୋଟେ କାମ କରିବେ, ମତେ ଟିକେ କଲ୍ କରିବେ, ଆମେ ଆଜ୍ଞା କଥା ଆଜ୍ଞା ହେଇଯିବା। ଠିକ ଅଛି। ହଁ ସାର୍ ହଁ ବ୍ୟକ୍ତିଗତ ଏଇଥିରେ ଆଉ ସରିଗଲାଣି ନା ବର୍ଷ, ଆଉ ଥରେ ସେଇ କଥା ହବା ପାଇଁ ଆମେ କଥା ହଁ ହେଇଯିବା ହଁ ସାର୍। ହଁ ନାଇଁ ଆର ବର୍ଷଠୁ ତ ଆମେ ନେକ୍ସଟ ସେସନରୁ ଠିକରେ କରିକି ଚାଲିବୁ, କିନ୍ତୁ ଏଇଟା ଟିକେ ଗଡବଡ ହଉଛି ଆଜ୍ଞା, ଟିକେ ଅବୁଝା ଟିକେ ରହୁଛି ଆଜ୍ଞା। ଆଜ୍ଞା ବୁଝିଲେ ସୁଜୟ ଆଉ ସାର୍, ଆପଣ ମତେ ଗୋଟେ କାମ କରନ୍ତୁ, ମତେ ମେସେଜ କରନ୍ତୁ, ମୁଁ ଆପଣଙ୍କୁ କଲ୍ କରିବି କେତେବେଳେ ଗୋଟେ ଓକେ ଦେଖିକି। ସାର୍, ଥ୍ୟାଙ୍କ ୟୁ ସାର୍, ଠିକ ଅଛି, ମତେ ମେସେଜ କରନ୍ତୁ ମନେ ପକେଇକି, ମୁଁ ଆପଣଙ୍କୁ ଗାଇଡ କରିଦେବି କେତିକି କଣ କେତେ ଜଲ୍ଦି ଆପଣ କରିପାରିବେ। ଠିକ ଅଛି ନା? ହଁ ସାର୍, ହଁ ସେଇ ଗୋଟେ କଥା ଆଜ୍ଞା ସାର୍। ନିହାତି ସାର୍, ମୋର ଦାୟିତ୍ୱ ଯେତିକି ଦେଇଛନ୍ତି ସରକାର ମତେ, ମୁଁ ଚେଷ୍ଟା କରିବି ସାର୍ କମ୍ପ୍ଲିଟ କରିବା ପାଇଁ। ଆଜ୍ଞା ନାଇଁ ନାଇଁ ମୁଁ ଟିକେ ପିଲା ସେଇ ପ୍ରକାର ଆମେ କଥା ହବା ସାର୍, ମୁଁ ମାନେ ଘଣ୍ଟାଟେ ଉପରେ ରଖିଦେଲିଣି ଟିଚର ମାନଙ୍କର ପିରିୟଡ ହଉ ଆଜ୍ଞା ଥ୍ୟାଙ୍କ ୟୁ ସାର୍, ଥ୍ୟାଙ୍କ ୟୁ। ସମସ୍ତଙ୍କୁ ଆମେ ଠିକ
ଆଜ୍ଞା ଆଜ୍ଞା ତ ସମସ୍ତଙ୍କୁ ଧନ୍ୟବାଦ ମିଟିଂ ରେ ଜଏନ କରିବା ପାଇଁ। ଆଉ ଯଦି କାହାର କିଛି ପ୍ରଶ୍ନ ରହିବ ଦୟାକରି ଆପଣ ମେସେଜ କରିବେ ଆଉ ଆମେ ପୁଣି ଥରେ କେତେବେଳେ କନେକ୍ଟ କରିବା ଆପଣ ମାନଙ୍କର ସୁବିଧା ଅନୁସାରେ। ସମସ୍ତଙ୍କୁ ନମସ୍କାର। ହ୍ୟାଲୋ ସାର୍। ଆଜ୍ଞା ହ୍ୟାଲୋ ସାର୍। ହଁ ସ୍ୱାଗତିକା ମ୍ୟାଡାମ। ସାର୍ ଆପଣଙ୍କର କଣ୍ଟାକ୍ଟ ନମ୍ବର ଟା ଟିକେ ଦିଅନ୍ତୁ ଆମକୁ। ଆଜ୍ଞା ମ୍ୟାଡାମ ମୋର ହଉଛି 958335 ଆପଣ ସାହିତ୍ୟ ସୃଜନୀ ଗ୍ରୁପ ରେ ଅଛନ୍ତି? ଆଜ୍ଞା ସାର୍। ଆଜ୍ଞା। ଆଉ ତ ଗ୍ରୁପ ଆଡମିନ ରେ ଦେଖନ୍ତୁ ମତେ ଦେଖିପାରୁଥିବେ ସେଇଥିରେ ମତେ ମେସେଜ କରିଦେବେ ଠିକ ଅଛି। ନହେଲେ ବି ମୁଁ ମୋ ନମ୍ବର ଟା କହିଦଉଛି ଏଥିରେ ମେସେଜ କରିଦେଲେ ମୁଁ ଆପଣଙ୍କୁ କଲ୍ କରିବି ମ୍ୟାଡାମ। ମୁଁ ଯଦି ନ ଉଠେଇ ପାରିଲି ମୁଁ କଲ୍ କରିବି। ଆଜ୍ଞା 9 ଆଜ୍ଞା ଆଜ୍ଞା ଧନ୍ୟବାଦ। ଆଜ୍ଞା ଧନ୍ୟବାଦ ମ୍ୟାଡାମ ଧନ୍ୟବାଦ। ଆଜ୍ଞା ଆଜ୍ଞା ମ୍ୟାଡାମ ଠିକ ଅଛି ସମସ୍ତଙ୍କୁ ନମସ୍କାର। ନମସ୍କାର ସାର୍।